ତ ହ୍ୟାଲୋ ପିଲାମାନେ, ଆଜି ଗୋଟେ ନୂଆ କ୍ଲାସ୍ ଏବଂ ନୂଆ ମେଥଡ ଆପ୍ଲାଏ କରିକି ମୁଁ ବହୁତ ଦିନ ପରେ ଚ୍ୟାନେଲକୁ ରିଟର୍ନ କରିଛି। ଆଉ ରିଟର୍ନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ କଣ ନା, ଯେହେତୁ ବହୁତ କିଛି ଅସୁବିଧା ଥିଲା ସେଥିପାଇଁ ଭିଡିଓ ଆସିପାରୁନଥିଲା। କିନ୍ତୁ ଆଜି ଗୋଟେ ନ୍ୟୁ ମେଥଡ ଆପ୍ଲାଏ କରୁଛି, ଦେଖିବା ଏଟା କେତେ ସକ୍ସେସ୍ ହଉଛି। ତ ଚାଲ ଆରମ୍ଭ କରିବା ଆଜିର କ୍ଲାସ୍। ଆଜି ହଉଛି ହିଷ୍ଟ୍ରି ରହିବ, ଆମର 10th ହିଷ୍ଟ୍ରି। ବହୁତ ପିଲାମାନେ ତମର ଦଶମ ପରୀକ୍ଷା ତ ପାଖେଇ ଆସିଲାଣି, ଆଉ ଦଶମ ଶ୍ରେଣୀର ଯୋଉ ହିଷ୍ଟ୍ରି ଅଛି, ତ ହିଷ୍ଟ୍ରିକୁ ବହୁତ ପିଲାମାନେ ପ୍ରାୟ ରିଭିଜନ କରିନଥିବ। ତ ହିଷ୍ଟ୍ରିକୁ ମୁଁ କ୍ଲାସ୍ କରି ହିଷ୍ଟ୍ରି ଆରମ୍ଭ କରୁଛି। ତ ଲେଟ୍ସ ଷ୍ଟାର୍ଟ। ତ ଆରମ୍ଭ କରିବା ଆଜିର ପ୍ରଥମ ଅଧ୍ୟାୟ। ଭାରତୀୟ ଜାତୀୟ ଆନ୍ଦୋଳନ, ଗାନ୍ଧୀ ଯୁଗ। କେବଳ ଇତିହାସ ହିଁ ଫାଷ୍ଟ ମୁଁ ଅପଲୋଡ କରିବି ଚ୍ୟାନେଲରେ, ଧୀରେ ଧୀରେ କରି ସବୁ କିଛି ଅପଲୋଡ ହବ। ପୁଣି ଯଦି ଏଇଟା ଭିଡିଓରେ ସକ୍ସେସଫୁଲ ହେଇଯାଏ, ଯଦି ଠିକ ଭାବରେ ଭିଡିଓ ଯଦି ଭଲ ଲାଗିଲା, ପିଲାମାନେ ଆଗକୁ ବଢେଇବ ଏବଂ ସେୟାର କରିବ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲିବନି। ଆଉ ଆଗକୁ ଆଶା କରୁଛି ବହୁତ ଭଲ ହବ ଭିଡିଓ। ତମ ଭିଡିଓ ଲାଗି ରୁହ ଏବଂ ଆଜି ଆମେ ଆରମ୍ଭ କରିବା ଭାରତୀୟ ଜାତୀୟ ଆନ୍ଦୋଳନ, ଗାନ୍ଧୀ ଯୁଗ। So let's start ଭାରତୀୟ ଆନ୍ଦୋଳନ, ଗାନ୍ଧୀ ଯୁଗ, ଯୋଉଟା କି ଆମର ପ୍ରଥମ ଅଧ୍ୟାୟ ଭାରତୀୟ ଜାତୀୟ ଆନ୍ଦୋଳନ ଆଉ ଗାନ୍ଧୀ ଯୁଗ, ଯୋଉଟା କି ଆମର କଣ ଥିଲା, ଯୋଉଟା ଆମର ପ୍ରଥମ ପାଠ ଆଜି ଆମେ ସାରିବା। ତାପରେ ଧୀରେ ଧୀରେ ଦ୍ୱିତୀୟ ତୃତୀୟ କରିକି ଆମେ ସାରିବା ହେଲା। ତ ଚାଲ ଆରମ୍ଭ କରିବା କ୍ଲାସ୍। ତ ଭାରତୀୟ ଜାତୀୟ ଆନ୍ଦୋଳନ, ଗାନ୍ଧୀ ଯୁଗ, ପ୍ରଥମ ପାଠ। ତାର ଭାରତୀୟ ଜାତୀୟ ଆନ୍ଦୋଳନ ଯୋଉ ଥିଲା, ସେଠି କଣ ଥିଲା, ଭାରତର ଯୋଉ ଜାତୀୟ ଆନ୍ଦୋଳନ ଥିଲା, ଗାନ୍ଧୀ ଯୁଗ ଆଉ କହିଲେ କଣ ବୁଝାଏ, ସେଇ ବିଷୟରେ ଆମେ ଆଜି ଆଲୋଚନା କରିବା। ଭାରତୀୟ ଜାତୀୟ ଆନ୍ଦୋଳନ ହଉଛି ଏକ ଭାରତୀୟ ଜାତୀୟ ଆନ୍ଦୋଳନ, ତା ମାନେ ହଉଛି ଏଟା ଗୋଟେ ଭାରତ ବ୍ୟାପୀ ଆନ୍ଦୋଳନ ଥିଲା। କାହା ବିରୁଦ୍ଧରେ ପିଲାମାନେ, ନା ଇଂରେଜ ମାନଙ୍କ ବିରୁଦ୍ଧରେ ଥିଲା। ଏହାକୁ ଗାନ୍ଧୀ ଯୁଗ ବୋଲି କୁହାଯିବାର କାରଣ ଏଇଆ ଯେ ମହାତ୍ମା ଗାନ୍ଧୀଙ୍କର ଭୂମିକା, ମହାତ୍ମା ଗାନ୍ଧୀଙ୍କର ଭୂମିକା, ମହାତ୍ମା ଗାନ୍ଧୀଙ୍କର ଭୂମିକା ଏଥିରେ କଣ ଥିଲା, ସେଇ ବିଷୟରେ ଏ ପ୍ରଥମ ପାଠରେ ଆଲୋଚନା କରାଯାଇଛି। ଭାରତୀୟ, ପ୍ରଥମେ ଆମେ ଦେଖିବା ମହାତ୍ମା ଗାନ୍ଧୀ ଯୋଉ ଆସିଥିଲେ, କୋଉଠି ଆସିଥିଲେ, ମାନେ ତାଙ୍କର ଯୋଉ ଆବିର୍ଭାବ ଘଟିଥିଲା, ପ୍ରଥମ ପାଠରେ ସେଇ କଥା କୁହାଯାଇଛି ଯେ ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ। ତାମାନେ ଗାନ୍ଧିଜୀ କିଏ ଥିଲେ ଆମେ ଆଗ ଜାଣିବା ଦରକାର। ତାପରେ ସେ କୋଉ ଭଳି ଆମର ଆନ୍ଦୋଳନକୁ ସେ ଆସିଥିଲେ, ଆମେ ସେଇ କଥା ବୁଝିବା ଦରକାର। ତେଣୁ ଚାଲ ଷ୍ଟାର୍ଟ କରିବା। ତ ପୃଥିବୀ ଇତିହାସ ପୃଷ୍ଠରେ ଯେଉଁ କେତେ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଉଲ୍ଲେଖ ଅଛି, ସେମାନଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀ ଥିଲେ ଅନ୍ୟତମ। ତେଣୁ ମହାତ୍ମା ଗାନ୍ଧୀ ଅନ୍ୟତମ ଥିଲେ, ତା ମାନେ ଆହୁରି କିଏ ବି ଥିଲେ, ଆହୁରି କିଏ ବହୁତ ଜଣ ଥିଲେ। ତମେ ଲାଲବାଲ ପାଲ କହିପାର, ତମେ ବାଲ ଗଙ୍ଗାଧର ତିଲକ କହିପାର, ତମେ ଜବାହରଲାଲ ନେହେରୁ କହିପାର, ଡକ୍ଟର ବି ଆର୍ ଆମ୍ବେଦକର କହିପାର, ଅରବିନ୍ଦ ଘୋଷ କହିପାର। ଆଉ ଓଡିଶାରୁ ବି ଆମେ ଯଦି ନବା, ଆମେ ଫକୀର ମୋହନ ସେନାପତି ଫ୍ରିଡମ ଫାଇଟର ଥିଲେ। ଗୋଟେ କବି ବି ଥିଲେ, ଆମେ ରଘୁନାଥ ରାୟଙ୍କ କଥା ବି କହିପାରିବା। ଏବଂ ସୁଭାଷ ଚନ୍ଦ୍ର ବୋଷ ଆମ ଓଡିଶାରୁ ମଧ୍ୟ ବହୁତ ଜଣେ ଖ୍ୟାତି ଅର୍ଜନ କରିଥିବା ଲିଡରସିପ ନେଇଥିବା ବ୍ୟକ୍ତି ଜଣେ ଥିଲେ। ସେ କଣ ଥିଲେ, ସୁଭାଷ ଚନ୍ଦ୍ର ବୋଷ, ଏସି ବୋଷ, ଯିଏ କି ଥିଲେ। କିନ୍ତୁ ମହାତ୍ମା ଗାନ୍ଧୀ ହଉଛି କଣ କହିଲେ ନା, ଫାଦର ଅଫ ନେସନ ଥିଲେ। କାହିଁକି କୁହାଯାଇଥିଲା, କଣ ପାଇଁ ତାଙ୍କୁ ଏ ବିଷୟରେ ଉପାଧି ମିଳିଥିଲା, ଏବଂ ଆବିର୍ଭାବ କିପରି ହେଇଥିଲା, ସେଇ ବିଷୟରେ ଆମେ ଏଠି ପଢୁଛନ୍ତି। ତ ମହାତ୍ମା ଗାନ୍ଧୀ ଥିଲେ ଅନ୍ୟତମ କୋଉଠିରେ ନା, ଯୋଉ କେତେ ଜଣ ଯୋଉ ବିଶିଷ୍ଟ ଥିଲେ, କେତେ ଜଣ ବିଶିଷ୍ଟଙ୍କ ଭିତରେ ମୁଁ କହିଦେଲି ପିଲାମାନେ, ଯୋଉ ଅରବିନ୍ଦ ଘୋଷ ଥିଲା କି, ଆଉ ଜବାହରଲାଲ ନେହେରୁ ଥିଲେ କି, ଏପିଜେ ଅବଦୁଲ କଲାମ ଥିଲେ। ତ ଏଇମାନେ ଥିଲେ କଣ ଥିଲେ, ତ ଏଇମାନଙ୍କ ଭିତରେ ମହାତ୍ମା ଗାନ୍ଧୀ କଣ ଥିଲେ, ଅନ୍ୟତମ ଥିଲେ। ତ ଜାତିର ପିତା ମହାତ୍ମା ଗାନ୍ଧୀ କେବଳ ଭାରତ ଇତିହାସରେ ନୁହେଁ, ସମଗ୍ର ବିଶ୍ୱରେ ଜଣେ ଜନନାୟକ ଭାବରେ ସେ ପରିଚିତ ଥିଲେ। ଭାରତୀୟ ରାଜନୀତିରେ ମହାତ୍ମା ଗାନ୍ଧୀଙ୍କ ପ୍ରବେଶ ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ନୂତନ ଅଧ୍ୟାୟ ସୃଷ୍ଟି କଲା। ସ୍ଵାଧୀନତା ସଂଗ୍ରାମ ଅଲରେଡି ଆମର ଚାଲିଥିଲା। କୋଉଠି ନା, ପ୍ରଥମେ ତ ଆମର ଷ୍ଟାର୍ଟ ହେଇଯାଇଥିଲା ସିପାହୀ ବିଦ୍ରୋହ, ସିପାହୀ ବିଦ୍ରୋହ। ତ
ଯୋଉ ଥିଲା ଆମର କଣ ଥିଲା ନା ସିପାହୀ ବିଦ୍ରୋହରେ କଣ ଥିଲା ତ ସିପାହୀ ବିଦ୍ରୋହରୁ ଆରମ୍ଭ ହେଇଥିଲା କଣ ଆମର ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ହେଇଥିଲା ସିପାହୀ ବିଦ୍ରୋହରୁ ଆରମ୍ଭ ହେଇଥିଲା। ସ୍ୱାଧୀନତା ସଂଗ୍ରାମ ଆରମ୍ଭର ଯୋଉ ନିଆଁ ଜଳିଥିଲା ଆମର ସେତେବେଳେ ଥିଲେ କିଏ ଥିଲେ ଯୋଉ ଆମର ଜଣେ ସ୍ୱାଧୀନତା ସଂଗ୍ରାମୀ ହେଲା ସ୍ୱାଧୀନତା ସଂଗ୍ରାମ ସିପାହୀ ବିଦ୍ରୋହରୁ ଆକ୍ଚୁଆଲି ଆରମ୍ଭ ହେଇଯାଇଥିଲା ସ୍ୱାଧୀନତା ସଂଗ୍ରାମ। କିନ୍ତୁ ମହାତ୍ମା ଗାନ୍ଧୀଙ୍କର ଯୋଉ ପ୍ରବେଶ ସ୍ୱାଧୀନତା ସଂଗ୍ରାମରେ ଗୋଟେ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା କୋଉଠି ସ୍ୱାଧୀନତା କୁ ସୃଷ୍ଟି କରିଦେଇଥିଲା ହେଲା। ତାପରେ ନେକ୍ସଟ ଯିବା କୋଉଠିକି ତାପରେ ନେକ୍ସଟ ପାରାଗ୍ରାଫକୁ ଆମେ ଯିବା ବର୍ତ୍ତମାନ ମୋହନ ଦାସ କରମଚନ୍ଦ ଗାନ୍ଧୀ ବା ମହାତ୍ମା ଗାନ୍ଧୀଙ୍କର ଆମେ ବିଷୟରେ ଆମେ ଆଲୋଚନା କରିବା। ତେଣୁ ଏ ମହାନ ପୁରୁଷଙ୍କ ପୁରା ନାମ ଥିଲା ମୋହନ ଦାସ କରମଚନ୍ଦ ଗାନ୍ଧୀ। ସେ କୋଉଠି ଜନ୍ମ କରିଥିଲେ 1869 ଖ୍ରୀଷ୍ଟାବ୍ଦର ଅକ୍ଟୋବର ମାସ 2 ତାରିଖ ଯୋଉଟା କି ଆମେ ଗାନ୍ଧୀ ଜୟନ୍ତୀ ଭାବରେ ପାଳନ କରୁ। ସେଇଟା ସେ ଅକ୍ଟୋବର 2 ତାରିଖରେ ଜନ୍ମଗ୍ରହଣ କରିଥିଲେ। ଏବଂ ଗୁଜୁରାଟର ପୋରବନ୍ଦର ନାମକ ସ୍ଥାନରେ ସେ କଣ କରିଥିଲେ ଜନ୍ମଗ୍ରହଣ କରିଥିଲେ। 1882 ଖ୍ରୀଷ୍ଟାବ୍ଦରେ ସେ କସ୍ତୁରବାଙ୍କୁ ବିବାହ କରିଥିଲେ। ତେଣୁ 1869 ଖ୍ରୀଷ୍ଟାବ୍ଦ ଅକ୍ଟୋବର 2 ତାରିଖରେ କଣ କରିଥିଲେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରି 1882 ରେ ସେ କଣ କରିଥିଲେ ଆମର କସ୍ତୁରବାଙ୍କ ସହିତ ତାଙ୍କର ମ୍ୟାରେଜ ହେଇଥିଲା ହେଲା। କସ୍ତୁରବାଙ୍କ ବିଷୟରେ ଟିକେ ଡିଟେଲ ଜାଣିବା କସ୍ତୁରବାଙ୍କୁ ସମସ୍ତ ଶ୍ରଦ୍ଧାରେ ବା ବୋଲି ସମ୍ବୋଧନ କରୁଥିଲେ। ଗାନ୍ଧିଜୀଙ୍କ ସମସ୍ତ ରାଜନୈତିକ କାର୍ଯ୍ୟକଳାପରେ ସେ ତାଙ୍କ ସହିତ ହିଁ ଥିଲେ। ବହୁତ ଥର ବି ଗାନ୍ଧିଜୀଙ୍କ ସହିତ କଣ ହେଇଥିଲେ ବନ୍ଧୁ ହେଇଥିଲେ। ତେଣୁ କସ୍ତୁରବାଙ୍କର ଭୂମିକା ବି ଗାନ୍ଧିଜୀଙ୍କ ପ୍ରତି ବହୁତ ଇମ୍ପୋର୍ଟାଣ୍ଟ ପ୍ରତ୍ୟେକ ସଫଳ ପୁରୁଷଙ୍କ କ୍ଷେତ୍ରରେ ଗୋଟେ ନାରୀର ହାତ ଥାଏ ବୋଲି ଯୋଉ କୁହାଯାଇଛି। ତ ତେଣୁ କସ୍ତୁରବା ଯୋଉ ଥିଲେ କସ୍ତୁରବାଙ୍କ ସେ ଗାନ୍ଧିଜୀଙ୍କୁ ସେ କଣ କରିଥିଲେ ବହୁତ ହେଲ୍ପ କରିଥିଲେ ସେ ଏଜ ଏ ସ୍ଵାମୀ ତାଙ୍କୁ ବହୁତ ହେଲ୍ପ କରିଥିଲେ ତାଙ୍କ ଯୋଉ ରାଜନୈତିକ ଯାତ୍ରାରେ ତାଙ୍କୁ ବହୁତ ହେଲ୍ପ କରିଥିଲେ। ତାପରେ ଆମେ ଯିବା କୋଉଠିକି ନା ତାପରେ ଗାନ୍ଧିଜୀ କଣ କରିଥିଲେ ନା ଯାଇଥିଲେ 1888 ଅକ୍ଟୋବର ମାସ ଗାନ୍ଧିଜୀ କଣ କରୁଥିଲେ 1888 ରେ ଯୋଉଗୁଡା ମୁଁ ଅଣ୍ଡରଲାଇନ କରୁଛି ସେଟା ହିଁ ଅଣ୍ଡରଲାଇନ କରିବ ଯୋଉଟା କି ସର୍ଟ ନୋଟ୍ସ ତମର ହେଇପାରିବ ଯାହା କେବେ ଗାନ୍ଧିଜୀ ବାରିଷ୍ଟ୍ରୀ ପଢିବା ପାଇଁ ଇଂଲଣ୍ଡ କୁ ଯାଇଥିଲା ବା 1888 ଅକ୍ଟୋବର ମାସରେ ଯାଇଥିଲେ ସେଇ 1888 ଅକ୍ଟୋବର ମାସ ଯାଇଥିଲେ। ବାରିଷ୍ଟ୍ରୀ ପଢିବା ପାଇଁ ଇଂଲଣ୍ଡ କୁ ଯାଇଥିଲେ। ତାପରେ କଣ ହେଇଥିଲା ନା ତାପରେ 1891 ଜୁନ ମାସରେ କଣ କରିଥିଲେ ଆଇନ ଶିକ୍ଷା ସମାପ୍ତି ହେଇଗଲା ତାଙ୍କର ହେଇଗଲା ପରେ ସେ ବାରିଷ୍ଟ୍ରୀ ଭାବରେ ରାଜକୋଟ ଆଉ ବମ୍ବେରେ କଣ କଲେ ଆଇନ ବ୍ୟବସାୟ ଆରମ୍ଭ କଲେ। ଦାଦା ଅବଦୁଲ୍ଲା ନାମକ ଜଣେ ଭାରତୀୟ ତାହେଲେ କିଏ ଦାଦା ଅବଦୁଲ୍ଲା ନାମକ ଜଣେ ଭାରତୀୟ ମୁସଲମାନ ବ୍ୟବସାୟୀ ଓକିଲ ରୂପେ ତାହେଲେ ଯୋଉ ଦାଦା ଅବଦୁଲ୍ଲା ଥିଲେ ସେଇ ଥିଲେ ଆକ୍ଚୁଆଲି କୋଉଠି ନା କୋଉଠିକି ଦକ୍ଷିଣ ଆଫ୍ରିକାର ନାଟାଲ ନାମକ ସ୍ଥାନକୁ ସେ ଯାଇଥିଲେ। ଦାଦା ଅବଦୁଲ୍ଲା ଯୋଉ ଥିଲେ ସେ କଣ କରୁଥିଲେ ନା ଭାରତୀୟ ମୁସଲମାନ ବ୍ୟବସାୟୀ ଥିଲେ ହେଲା। ଯୋଉ ଯିଏ କଣ କରିଥିଲେ ଯାଇକି ଭାରତୀୟ ମୁସଲମାନ ବ୍ୟବସାୟୀ ଥିଲେ କୋଉଠି ଯୋଉ ଆମର ଦକ୍ଷିଣ ଆଫ୍ରିକାର ଯୋଉ ନାଟାଲ ନାମକ ସ୍ଥାନରେ ଯୋଉ ଥିଲେ ସିଏ ତ ତାଙ୍କରି ଏକ ମକଦ୍ଦମା ଲଢିବା ପାଇଁ ସେ ଯାଇଥିଲେ କୋଉଠିକି ସେ ଯାଇଥିଲେ କୋଉଠି ଯାଇଥିଲେ ନା ସେ ଯାଇଥିଲେ ଦକ୍ଷିଣ ଆଫ୍ରିକାର ନାଟାଲ ନାମକ ସ୍ଥାନକୁ ଯାଇଥିଲେ। ତାପରେ ନେକ୍ସଟ ହଉଛି ଆସିବା ତାପରେ ଶ୍ଵେତାଙ୍ଗ ନାମକ ଯୋଉ ଇଂରେଜ ମାନଙ୍କ ଯୋଉ ବର୍ଣ୍ଣ ବୈଷମ୍ୟ ନୀତି ଯୋଗୁ ଶ୍ଵେତାଙ୍ଗ ଇଂରେଜ ମାନେ କଣ ଶ୍ଵେତାଙ୍ଗ ଇଂରେଜ ମାନେ ହଉଛି ଇଂରେଜ ମାନେ ଥିଲେ ଗୋରା ତେଣୁ ଗୋରା ଶ୍ଵେତାଙ୍ଗ ମତଲବ ଶ୍ଵେତ ରଙ୍ଗ ମାନେ ଶ୍ଵେତ ଗୋରା ଯୋଉ ଇଂରେଜ ମାନଙ୍କର ବର୍ଣ୍ଣ ବୈଷମ୍ୟ ତାଙ୍କ ଭିତରେ ବହୁତ ପିଲାମାନେ ଯୋଉ ଇଂରେଜ ମାନଙ୍କ ଭିତରେ ବହୁତ କଳା ଗୋରାର ଯୋଉ ଭେଦଭାବ ରହିଛି। ଇଂରେଜ ମାନଙ୍କର ବହୁତ କଣ ଥିଲା କଳା ଘରାର ଭେଦଭାବ ରହିଥିଲା। ଯାହା ଫଳରେ ସେ କଣ କରିଥିଲେ କୃଷ୍ଣଙ୍କ ଆଫ୍ରିକା ସହିତ ଦକ୍ଷିଣ ଆଫ୍ରିକାରେ କାମ କରୁଥିବା ଭାରତୀୟ ବିଭିନ୍ନ ଅତ୍ୟାଚାର ସମ୍ମୁଖୀନ ହେଉଥିଲା ତେଣୁ ଏଇ ଯୋଉ ବର୍ଣ୍ଣ ବୈଷମ୍ୟ ନୀତି ଥିଲା ବର୍ଣ୍ଣ ବୈଷମ୍ୟ ନୀତି କଣ ନା ଏଇ ଯୋଉ କଳା ଗୋରାର ଯୋଉ ଭେଦଭାବ ସେଇ ଯୋଉ ଭେଦଭାବ ଥିଲା ସେଇ ଭେଦଭାବ ପାଇଁ ଦକ୍ଷିଣ ଆଫ୍ରିକାରେ କାମ କରୁଥିବା ଯୋଉ ଭାରତୀୟ ମାନେ ତ ଗୋରା ନୁହେଁ ନା ତ ତେଣୁ ଦକ୍ଷିଣ ଆଫ୍ରିକା କୃଷ୍ଣାଙ୍ଗ ଆଫ୍ରିକଙ୍କ ସହିତ ଥିଲେ ତ କୃଷ୍ଣାଙ୍ଗ ଆଫ୍ରିକଙ୍କ ସହ ଭାରତୀୟ ମାନେ ବିଭିନ୍ନ ଅତ୍ୟାଚାର କଣ ଅତ୍ୟାଚାର ହଉଥିଲା ନା ସେମାନଙ୍କୁ ଭୋଟ ଦାନ ଅଧିକାର ନଥିଲା। କିନ୍ତୁ ସେମାନଙ୍କୁ ନାମ ପଞ୍ଜୀକରଣ କରି ନିର୍ବାଚନ କରିବାକୁ ପଡୁଥିଲା ଏଇଟା ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟ। ଏଇଟା ହଉଛି ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟ।
ଏଇଟା ହେଉଛି କ'ଣ ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟ, ଯୋଉଟା ସେମାନଙ୍କୁ କ'ଣ ଥିଲା ନା ଭୋଟ ଦାନର ଅଧିକାର ତାଙ୍କର ନଥିଲା, କିନ୍ତୁ ନିର୍ବାଚନ କରିଦେବାକୁ ପଡୁଥିଲା। ଆରେ ଭାଇ ଇଏ କୋଉ ଭଳିଆ କଥା ହେଲା, ଭୋଟ ଦାନର ଅଧିକାର ନାହିଁ କିନ୍ତୁ ନିର୍ବାଚନ କରି ଆମେ ଦବୁ, ନାମ ପଞ୍ଜୀକରଣ ବି କରିବୁ, ନିର୍ବାଚନ କରିବି ଦବୁ ହେଲା। ଆଉ କ'ଣ କରୁଥିଲା ନା ସେମାନଙ୍କୁ ଯୋଉ ଲିଭିଂ ପାଇଁ ତ ବସତି ସ୍ଥାପନ ପାଇଁ ଯୋଉ କ'ଣ ଥିଲା ଜନାକୀର୍ଣ୍ଣ ଅସ୍ୱାସ୍ଥ୍ୟକର ପରିବେଶ ତାଙ୍କୁ ସ୍ଥାନ ଉଦ୍ଦିଷ୍ଟ କରାହଉଥିଲା, ଇନଭଲ୍ଭ କରାହଉଥିଲା, ଯୋଉଟା କି ଗୋଟେ ନିହାତି ଗୋଟେ ଅନ୍ୟାୟ ଥିଲା। କାହିଁକି ନା ବର୍ଣ୍ଣରେ ଅଲଗା ହେଇଗଲି ବୋଲି କ'ଣ ତାଙ୍କୁ ତମେ ପଶୁ ଭଳିଆ କ'ଣ ମାନେ ଭାବିବ ତମେ ନେଇ ରଖିବ, ନେଇ ଗୁହାଳରେ ରଖିଲା ଭଳିଆ ରଖିବ ନା, ସେଟା ଗୋଟେ ବହୁତ ବଡ ଭୁଲ ପଦକ୍ଷେପ ଥିଲା। ସେମାନେ ରାତି 9ଟା ପରେ କ'ଣ କରୁଥିଲେ, ଘରୁ ବାହାରକୁ ବାହାରି ପାରୁ ନଥିଲେ। ରାତି 9ଟା ପର୍ଯ୍ୟନ୍ତ ଅତ୍ୟାଚାରର ଯୋଉ ବିଭିନ୍ନ ପ୍ରକାର ଷ୍ଟେପଟା ଏଇଠି ଦେଖାହେଇଛି। ଆଉ କ'ଣ କରୁଥିଲେ, ରାତି 9ଟା ପରେ ସେ ଘରୁ ବାହାରି ପାରିବେନି, ତାଙ୍କର ଗୋଟେ ଫ୍ରିଡମ ନଥିଲା। 9ଟା ପରେ ତମେ ବାହାରି ପାରିବାନି, ଗୋରା ଲୋକ ଯାହା ଚାହିଁବେ ସେଇଆ କରିବେ। ଜନସାଧାରଣଙ୍କ ପାଇଁ ଯୋଉ ପାଦଚଲା ରାସ୍ତାଟା ହେଇଥିଲା ସେଟା ବି ବ୍ୟବହାର କରାଯାଉଥିଲା। ରାତି 9ଟା ପରେ ବାହାର କରିପାରୁନଥିଲେ ହେଲା। ଆଉ କ'ଣ କରୁଥିଲା ନା ରେଳଗାଡିର ପ୍ରଥମ ଆଉ ଦ୍ୱିତୀୟ କୋଠରୀ ଯାତ୍ରା କରିପାରୁନଥିଲେ। ରେଳ କ'ଣ ପ୍ରଥମ ଦ୍ୱିତୀୟ, ଏଇଠି ହବ ଆମର ନଥିଲା। ତେଣୁ ଏଇଠି ଗୋଟେ ପଏଣ୍ଟ ହେଲା କ'ଣ ଆମର ନା ଫାର୍ଷ୍ଟ ପଏଣ୍ଟ ହେଲା ଭୋଟ ଦାନର ଅଧିକାର ନଥିଲା। ସେକେଣ୍ଡ ପଏଣ୍ଟ ହେଉଛି ଭୋଟ ଦାନ ଅଧିକାର କରିକି ମାନେ କିନ୍ତୁ ଭୋଟ ଦାନ ଅଧିକାର ନଥିଲା କିନ୍ତୁ ନିର୍ବାଚନ କରିବାକୁ ଦେବାକୁ ପଡୁଥିଲା। ଫାର୍ଷ୍ଟ ଅତ୍ୟାଚାର। ସେକେଣ୍ଡ ଅତ୍ୟାଚାର ସେମାନଙ୍କ ବସତି ସ୍ଥାପନ ପାଇଁ ଜନାକୀର୍ଣ୍ଣ ଅସ୍ୱାସ୍ଥ୍ୟକର ପରିବେଶ ତାଙ୍କୁ ଯୋଗାଇ ଦିଆଯାଉଥିଲା। ରାତି 9ଟା ପରେ ଘରୁ ବାହାରି ପାରୁନଥିଲେ, ଜନସାଧାରଣଙ୍କ ପାଦ ଚଲା ରାସ୍ତାକୁ ବ୍ୟବହାର କରିପାରୁନଥିଲେ, ରେଳଗାଡିର ଯୋଉ ପ୍ରଥମ ବା ଦ୍ୱିତୀୟ ଶ୍ରେଣୀ କୋଠରୀରେ ଯାତ୍ରା କରିପାରୁନଥିଲେ। 1 2 3 4 5 ପାଞ୍ଚଟା ପଏଣ୍ଟ ହେଇଛି, 5ଟା କ୍ୱେଶ୍ଚନ ବି ହେଇପାରିବ। ବର୍ତ୍ତମାନ ବହୁତ ଅତ୍ୟାଚାର ଲେଖ ହେଇପାରିବ ମେ ବି। ଓକେ, ତ ସେଠାରେ ବାସ କରୁଥିବା କ'ଣ ନା ଭାରତୀୟ ମାନେ ବ୍ୟବସାୟୀ, ବଣିକ, ଜାହାଜ ମାଲିକ, ଶ୍ରମିକଙ୍କୁ ଶ୍ଵେତାଙ୍ଗ ମାନେ କୁଲି ବୋଲି ସମ୍ବୋଧନ କରୁଥିଲେ। ଶ୍ଵେତାଙ୍ଗ ମାନେ କ'ଣ କରୁଥିଲେ ସେତେବେଳେ କୁଲି ବୋଲି ସମ୍ବୋଧନ କରୁଥିଲେ। ସର୍ଟ କ୍ୱେଶ୍ଚନ ତମେ କରିପାରିବ କ'ଣ ବୋଲି ସମ୍ବୋଧନ କରୁଥିଲେ। ସର୍ଟ ନୋଟ ପିଲାମାନେ ଭିଡିଓ ଦେଖିଲା ବେଳେ ଟିକେ ସର୍ଟ ନୋଟ କରୁଥିବ ହେଲା, କାହିଁକି ନା ସର୍ଟ ନୋଟ୍ସଟା ଇତିହାସରେ ସବୁଠୁ ବେଷ୍ଟ ହେଉଛି ସର୍ଟ ନୋଟ୍ସ। ସର୍ଟ ନୋଟ୍ସ ଯଦି ତମେ ସର୍ଟ ଯଦି ହେଇଛି ତାହେଲେ ଲଙ୍ଗ ଅଟୋମେଟିକ ହେଇଯିବ। ଆଉ ଜିଷ୍ଟଟାକୁ ବୁଝିବା ପାଇଁ ଚେଷ୍ଟା କର, କ'ଣ ଅଛି କ'ଣ ନାହିଁ, କ'ଣ ଦେଇଛି କ'ଣ ନାହିଁ, ସେଟାକୁ ଜିଷ୍ଟ ତମେ ବୁଝିବା ପାଇଁ ଚେଷ୍ଟା କଲେ ହୁଏତ ତମେ ଇତିହାସରେ ବେଟର ରେଜଲ୍ଟ କରିବ। ସେଭଳି କୌଣସି ପାଠ ନାହିଁ ଯୋଉଟା କି ଇମ୍ପସିବୁଲ। ମୁଁ ଆଗରୁ ବି କହିଛି, ବାରମ୍ବାର କହିଛି, ଇତିହାସ ଏକ ଜଷ୍ଟ ଷ୍ଟୋରି, ଯୋଉଟା କି ଆମର ଇତିହାସ ଯୋଉଟା କି ଆମର ଅତୀତରେ ଘଟି ଯାଇଛି ସେଇଟା ହିଁ ଆମେ ପଢୁଛନ୍ତି। ତେଣୁ ଏଟାକୁ ଇମାଜିନେସନ ପାୱାର ଯାହାର ଥିବ, ଇମାଜିନ କର ଜିନିଷଟାକୁ, କାହାଣୀ ଭଳି ଜିନିଷଟାକୁ ଇମାଜିନ କର, ଦେଖିବ ମନେ ରହିଯିବ। ତ ତେଣୁ ବ୍ୟବସାୟୀ, ବଣିକ, ଜାହାଜ ମାଲିକ, ଶ୍ରମିକ ଏମାନେ ଯୋଉ ଥିଲେ ଭାରତୀୟ ମାନେ, ଶ୍ଵେତାଙ୍ଗ ମାନେ କୁଲି ବୋଲି ତାଙ୍କୁ ସମ୍ବୋଧନ କରୁଥିଲେ। ଆଉ କ'ଣ କରୁଥିଲେ, ନିଚ ଦୃଷ୍ଟିରେ ସେମାନେ ଦେଖୁଥିଲେ। ଆଉ କ'ଣ କରୁଥିଲେ, ଗାନ୍ଧିଜୀଙ୍କୁ କଚେରୀ ଭିତରେ ସେମାନେ ପଗଡି କାଢିଦେବା ପାଇଁ କହିଥିଲେ। ପଗଡି ଭାଇ ପିନ୍ଧିପାରିବେ, ଆମକୁ ରେସ୍ପେକ୍ଟ ଦେଖାଅ ହେଲା। ତାର ସେ ରାତି 9ଟାରେ ପାଦଚଲା, ଏଇଠି ହେଉଛି ଗାନ୍ଧିଜୀଙ୍କ ଗୋଟେ କାହାଣୀ ଅଛି। ଯେତେବେଳେ ସେ ରାତି 9ଟାରେ ପାଦଚଲା ରାସ୍ତାରେ ଚାଲୁଥିବାରୁ ପୁଲିସ ତାଙ୍କୁ ଆକ୍ରମଣ ଶିକାର ହୋଇଥିଲେ। ସମସ୍ତ ହୋଟେଲ ତାଙ୍କୁ ରହିବା ପାଇଁ ମଧ୍ୟ କୋଠରୀ ପାଇଁ ମନା କରିଥିଲେ। ଦିନେ ସେ ରେଳଗାଡିର ପ୍ରଥମ ଶ୍ରେଣୀ କୋଠରୀରେ ଯାତ୍ରା କରୁଥିବା ସମୟରେ ଜଣେ ଶ୍ଵେତାଙ୍ଗ ସହଯାତ୍ରୀଙ୍କ ଅଭିଯୋଗ କ୍ରମେ ଗୋଟିଏ ଷ୍ଟେସନରେ ରେଳଗାଡିର ଗାର୍ଡ ଆଉ ପୋଲିସଙ୍କ ଦ୍ୱାରା ତାଙ୍କ ଜିନିଷପତ୍ର ଉକ୍ତ ରେଳ କୋଠରୀରୁ ଠେଲି ବାହାର କରିଦିଆ ଯାଇଥିଲା। ତମେ ଏଇଠୁ ଏଇ ଯୋଉ ରହିଲା ଏଇଠୁ ହେଲା ଏତିକି ପର୍ଯ୍ୟନ୍ତ। ତେଣୁ ଗାନ୍ଧିଜୀ କ'ଣ ପାଇଁ ସେଠି ଆସିଲେ ହଉଛି କ'ଣ, ଗାନ୍ଧିଜୀ କ'ଣ ପାଇଁ ତାଙ୍କର ସେଠି ଦକ୍ଷିଣ ଆଫ୍ରିକାର ତାଙ୍କର କ'ଣ ଆକ୍ଚୁଆଲି ହେଇଥିଲା, ଦେଖ ଏଇ ଯୋଉ ଏତିକି ଅଣ୍ଡରଲାଇନ କରି ରଖିବ। ଗାନ୍ଧିଜୀ ଏଇ ଜିନିଷ ହଉଛି କ'ଣ କରୁଥିଲେ, ଗାନ୍ଧିଜୀ ଇଏ କରିଥିଲେ ହେଲା। ତାପରେ ଶ୍ଵେତାଙ୍ଗ ବ୍ୟବହାରରେ ଗାନ୍ଧିଜୀଙ୍କ ମନ ବିଦ୍ରୋହୀ ହୋଇ ଉଠିଲା। ଅଟୋମେଟିକ ଗୋଟେ ଲୋକର ଯେତେବେଳେ ହେଇଛି, ତାଙ୍କ ମନରେ ଅଟୋମେଟିକ କ୍ଷୋଭ ସୃଷ୍ଟି ହେଇଥିବ। କ୍ଷୋଭ ସୃଷ୍ଟି ହେଇସାରିଲା ପରେ କ'ଣ କଲା, ତାପରେ ସେଠାରେ ସେ ଭାରତୀୟ ମାନଙ୍କ ମଧ୍ୟରେ ରାଜନୈତିକ ସଚେତନତା ଯାତ୍ରା କରିବା ପାଇଁ 1894ରେ ନାଟାଲ ଭାରତୀୟ ନାମକ ଏକ ରାଜନୈତିକ ଅନୁଷ୍ଠାନ କ'ଣ କଲେ, ଗଠନ କଲେ ଏବଂ ଶ୍ଵେତାଙ୍ଗ ମାନଙ୍କ ଅତ୍ୟାଚାର ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇବା ପାଇଁ ଇଣ୍ଡିଆନ ଓପିନିଅନ ନାମକ ପତ୍ରିକା
ଗୋଟେ ପ୍ରକାଶ କଲେ। ଯଦି ଇଣ୍ଡିଆନ ଓପିନିଅନ ନାମକ ସମାଜ ପତ୍ରିକା କାହିଁକି ପ୍ରତିଷ୍ଠା କଲେ ନା ସମସ୍ତ ଜନସାଧାରଣ ସେ ମାନେ ଇଣ୍ଡିଆନ ଓପିନିଅନ ମାନେ ଗୋଟେ ଇଣ୍ଡିଆନ ର କଣ ତାର ଓପିନିଅନ ରହିଛି ସେଇ ବିଷୟରେ ମାନେ ଜଣେଇବା ପାଇଁ ସେ କଣ କଲେ ଗୋଟେ ସ୍ଥାପନ କଲେ ଇଣ୍ଡିଆନ ଓପିନିଅନ। ଆଉ ଇଂରାଜ ମାନଙ୍କ ବିରୋଧରେ ସଂଗ୍ରାମ କରିବା ନିମନ୍ତେ ଗାନ୍ଧିଜୀ ସେଇଠି କଣ କଲେ, ସେଇଠୁ ହିଁ ତାଙ୍କ ମନରେ ନେତୃତ୍ୱ ଆରମ୍ଭ ହେଇଥିଲା ଦକ୍ଷିଣ ଆଫ୍ରିକାରେ। ଏହି ସଂଗ୍ରାମ ସମୟରେ ସେ ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂଆ ସତ୍ୟାଗ୍ରହର ପ୍ରବର୍ତ୍ତନ କଲେ। କଣ କଲେ? ସତ୍ୟାଗ୍ରହର ପ୍ରବର୍ତ୍ତନ କଲେ। ସତ୍ୟାଗ୍ରହ ମାନେ ସତ୍ୟ ପ୍ରତି ଆଗ୍ରହ, ଯୋଉଟା କି ସତ୍ୟ ଥିଲା ଆଉ ଅହିଂସା ଥିଲା। ଅହିଂସା ଉପରେ ଆଧାରିତ ନୂଆ ଅସ୍ତ୍ର ସତ୍ୟାଗ୍ରହର ପ୍ରବର୍ତ୍ତନ କରାଇଲେ। 1906 ଖ୍ରୀଷ୍ଟାବ୍ଦରେ ଯେତେବେଳେ ଦକ୍ଷିଣ ଆଫ୍ରିକା ସରକାର ଏକ ଆଇନ ପ୍ରଣୟନ ପ୍ରତ୍ୟେକ ଭାରତୀୟ ନିଜକୁ ଆଙ୍ଗୁଳି ଛାପ ଥିବା ପଞ୍ଜୀକୃତ ପ୍ରମାଣ ପତ୍ରକୁ ସବୁ ସମୟରେ ନିଜ ସହିତ ବହନ କରିବା ପାଇଁ ବାଧ୍ୟତାମୂଳକ କରିଦେଲେ। ସବୁ କଣ କରିଦେଲେ ନା ବହନ କରିବା ପାଇଁ ବାଧ୍ୟତାମୂଳକ କହିଲେ। ଯେତିକି ତମ ଭିତରେ ରେଜିଷ୍ଟର୍ଡ ଯେତିକି ସବୁ ସାର୍ଟିଫିକେଟ ଅଛି, ସବୁ ପ୍ରମାଣ ପତ୍ର ଅଛି, ତମର ଫିଙ୍ଗର ପ୍ରିଣ୍ଟ ଥିବା ଯେତିକି ଅଛି, ସେଇଟାକୁ ତମେ ସାଙ୍ଗ ସବୁବେଳେ ଧରିକି ବୁଲିବ। ଅଦରୱାଇଜ କଣ ହବ? ତମକୁ ଜେଲ କାରାଦଣ୍ଡ ବହନ କରିବାକୁ ପଡିବ। ତେଣୁ ଏଇ ଆନ୍ଦୋଳନ ପ୍ରଥମେ ସତ୍ୟାଗ୍ରହ ଅସ୍ତ୍ର ପ୍ରୟୋଗ କରିଥିଲେ କିଏ? ଗାନ୍ଧିଜୀ। କେତେ ହେଇଥିଲା? 1906 ସେପ୍ଟେମ୍ବର 11 ଜୋହାନ୍ସବର୍ଗ ଏମ୍ପାୟାର ଥିଏଟର ଗୋଟେ ହଉଛି ଥିଲା। ସେଠି କଣ କଲେ ଗାନ୍ଧିଜୀ? ଗୋଟେ ସଭା, ଯୋଉ ସାଧାରଣ ସଭା ଥିଲା, ଗୋଟେ ସାଧାରଣ କଣ ଥିଲା? ସଭା ଥିଲା। ସେ ସଭା ଯୋଉ ଥିଲା, ଭାରତୀୟ ମାନେ ଏଇ ଯୋଉ ଡାର୍କ ଲ ଥିଲା, ଯୋଉ ଡାର୍କ ପଲିଟିକ୍ସ ଥିଲା, ଯୋଉ କଳା ଆଇନ ଥିଲା, ତାକୁ ଅମାନ୍ୟ କରିବା ପାଇଁ ଦୃଢ ସଂକଳ୍ପ ନେଲେ ଏବଂ ସମସ୍ତଙ୍କୁ ବୁଝେଇଲେ। ସରକାର ଅନେକକୁ ଆନ୍ଦୋଳନକାରୀଙ୍କୁ ବନ୍ଦୀ ବି କରିଥିଲେ। ଗାନ୍ଧିଜୀକୁ ଜୋହାନ୍ସବର୍ଗରେ କାରାଗାରରେ କଣ କରାଗଲା? ବନ୍ଦୀ କରିକି ଗାନ୍ଧିଜୀ କେଉଁ କାରାଗାରରେ ବନ୍ଦୀ କରାଗଲା? ଜୋହାନ୍ସବର୍ଗ କାରାଗାରରେ ବନ୍ଦୀ କରାଗଲା। ଏହି ଅହିଂସା ଆନ୍ଦୋଳନ ବିରୋଧରେ ସରକାରଙ୍କ ଦମନମୂଳକ ନୀତି ଅଧିକ ସଂଖ୍ୟକ ଭାରତୀୟଙ୍କୁ ଆଇନ ଅମାନ୍ୟ କରିବା ପାଇଁ ପ୍ରେରଣା କଲା। ଗାନ୍ଧିଜୀଙ୍କ ସତ୍ୟାଗ୍ରହ ନୀତି ସଫଳ ହେଇଗଲା। ଇତିମଧ୍ୟରେ ସରକାରଙ୍କ ଦ୍ୱାରା ଭାରତୀୟ ଉଦ୍ଦେଶ୍ୟରେ ପ୍ରଣୀତ ଦେଶାନ୍ତର ଗମନ ନିଷେଧ ଆଇନ। ଦେଶାନ୍ତର ଗମନ ମାନେ କଣ? ନା ଦେଶ ଭିତରରେ ତମେ ଯାଇପାରିବ ନାହିଁ। ହେଲା, ଭାରତୀୟ ଯୋଉ ଥିଲା ସେଇ ଆଇନରେ କଣ କରିଲେ? ଅନେକ ଭାରତୀୟ, ତାମାନେ ବହୁତ ଭାରତୀୟ ଏଇ ଯୋଉ ଗାନ୍ଧିଜୀଙ୍କ ମତରେ ଅଗଷ୍ଟ ମାସରେ ନାଟାଲ ସୀମା ପାର ହେଇଗଲେ, ଟ୍ରାନ୍ସଭାଲକୁ ଗଲେ। ହେଲା, କଲେ ଆଉ କଣ ହେଲା? ଅଟୋମେଟିକ ଯଦି ଆଇନ ଲାଗିଛି ତାହେଲେ କଣ ହେଇଥିବ? ଗିରଫ ବି ହେଇଥିବେ। ଗିରଫ ବି ହେଲେ, ଗିରଫ ହେଲା ପରେ କଣ ହେଲା ନା ଗିରଫ ହେଲା ପରେ କଣ ହେଲା? ସେଇ ବର୍ଷ ଅକ୍ଟୋବରରେ ଗାନ୍ଧିଜୀକୁ ବନ୍ଦୀ କରାଗଲା। ଆନ୍ଦୋଳନକୁ ଗାନ୍ଧିଜୀକୁ ମେନ୍ ଲୋକଟାକୁ ଆମେ ବନ୍ଦୀ କରିଦବୁ, ତାହେଲେ ଅଟୋମେଟିକ କଣ ହେଇଯିବ? ସବୁ କିଛି ଥମିଯିବ। କିନ୍ତୁ ଆନ୍ଦୋଳନ ପ୍ରଶମିତ ହବା ପରିବର୍ତ୍ତେ ଶକ୍ତିଶାଳୀ ହେଲା। 1913 ମସିହା ମାର୍ଚ୍ଚ 14 ଦକ୍ଷିଣ ଆଫ୍ରିକା ଉଚ୍ଚତମ ନ୍ୟାୟାଳୟରେ ଏକ ନିଷ୍ପତ୍ତି କ୍ରମେ ଖ୍ରୀଷ୍ଟିଆନ ରୀତି ଅନୁସାରେ ସମ୍ପାଦିତ ହୋଇନଥିବା, ପଞ୍ଜୀକରଣ ହୋଇନଥିବା ଭାରତୀୟମାନଙ୍କ ବିବାହ ସ୍ୱୀକୃତି ପ୍ରତ୍ୟାହାର କରାଗଲା। ବିବାହ ସ୍ୱୀକୃତି କଣ କରାଗଲା? ପ୍ରତ୍ୟାହାର କରାଗଲା। ବିବାହ ସ୍ୱୀକୃତି କଣ କରାଗଲା? ତାମାନେ ସେଠିକାର ସରକାର ଥିଲେ ଯୋଉ ଇଂରେଜ ଗଭର୍ଣ୍ଣମେଣ୍ଟ, ସେ କଣ କହିଲେ? 1913 ମସିହା ମାର୍ଚ୍ଚ 14 ତାରିଖରେ ଦକ୍ଷିଣ ଆଫ୍ରିକାର ଯୋଉ ଉଚ୍ଚତମ ନ୍ୟାୟାଳୟର ନିଷ୍ପତ୍ତି ଯୋଉ ହେଲା, ଖ୍ରୀଷ୍ଟିଆନ ରୀତି ଅନୁସାରେ ସମ୍ପାଦିତ ହୋଇନଥିବା, ହେଲା, ଏବଂ ପଞ୍ଜୀକରଣ ଯୋଉମାନେ ମ୍ୟାରେଜ ରେଜିଷ୍ଟ୍ରେସନ କରିନାହାନ୍ତି, ଯୋଉ ଭାରତୀୟ ମାନେ ବିବାହ କରୁଛନ୍ତି, ଭାରତୀୟ ମାନେ ତ ଏଇଭଳି ରେଜିଷ୍ଟ୍ରେସନ ମ୍ୟାରେଜ କରନ୍ତିନି ନା। ଭାରତୀୟ ମାନଙ୍କର ଆମର ସଭ୍ୟତା ରହିଛି, ଯୋଉଟା ସନାତନୀ ସଭ୍ୟତା। ଆମର ଅଲଗା ଟାଇପର ଆମର ମ୍ୟାରେଜ ରହିଛି, ମ୍ୟାରେଜ ଆକ୍ଟ ରହିଛି। ତେଣୁ ସେଇଭଳି ଯୋଉ ଆମର ସନାତନ ସଭ୍ୟତା, ଭାରତୀୟ ସଭ୍ୟତା ଯୋଉ କହିବା, ଭାରତରେ ଆମର ବହୁତ ପ୍ରକାର ରିଲିଜିଅନ ରହୁଛନ୍ତି, ସେମାନଙ୍କ ଭିତରେ କୌଣସି ରେଜିଷ୍ଟ୍ରି ମ୍ୟାରେଜ ଟାଇପର କୌଣସି ଜିନିଷ ନାହିଁ। ଏଟା କେବଳ ଖ୍ରୀଷ୍ଟିଆନ ମାନଙ୍କର ହୁଏ। ହେଲା, ତ ତେଣୁ ଆମର ଯୋଉ ଭାରତୀୟ ମାନେ ଯୋଉ ଥିଲେ, ସେମାନେ ହଉଛି କଣ ଥିଲେ? ବିବାହର ସ୍ୱୀକୃତିକୁ ପ୍ରତ୍ୟାହାର କରା। ଭାଇ ତୋ ପାଖରେ ଡକୁମେଣ୍ଟ ନାହିଁ ତ ତୁ ମ୍ୟାରେଜ କରୁଛୁ ବୋଲି କିଛି ପ୍ରମାଣ ନାହିଁ। ଏ ବିରୁଦ୍ଧରେ କଣ କଲେ? ସଂଗଠିତ ଆନ୍ଦୋଳନ ହେଲା ଗୋଟେ। ହେଲା ପରେ କଣ କଲେ? ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀଙ୍କର ନେତୃତ୍ୱାଧୀନ ଶେଷ ଆନ୍ଦୋଳନ ଥିଲା। ଗାନ୍ଧିଜୀ ନୂତନ ସଂଗ୍ରାମ ନିକଟରେ ଇଂରେଜ ସରକାର ହାର ମାନିଗଲେ। ହେଲା, ଇଂରେଜ ସରକାର କଣ କଲେ? ହାର ମାନିଲେ ଏବଂ କେତେକ ଅପମାନଜନକ ଆଇନ ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲେ। ସେ ସମୟ ଦକ୍ଷିଣ ଆଫ୍ରିକାର ଶାସନ ମୁଖ୍ୟତଃ ଜେନେରାଲ ପ୍ରଶ୍ନ ଆସିବ, ଦକ୍ଷିଣ ଆଫ୍ରିକାର ଶାସନ ମୁଖ୍ୟ କିଏ? ଜେନେରାଲ ସ୍ମଟ୍ସ। 1915 ମସିହା ଜାନୁଆରୀ 9 ତାରିଖରେ ଗାନ୍ଧିଜୀ କଣ କଲେ? ଭାରତକୁ ଫେରି ଆଇଲେ।
1915 ଜାନୁଆରୀ 9ରେ ଭାରତକୁ ଫେରି ଆସିଲେ। ଗାନ୍ଧିଜୀ ଗୋପାଳ କୃଷ୍ଣ ଗୋଖଲେ ତାଙ୍କର ରାଜନୈତିକ ଗୁରୁ କିଏ? ଗାନ୍ଧିଜୀଙ୍କ ରାଜନୈତିକ ଗୁରୁ କିଏ? ଗୋପାଳ କୃଷ୍ଣ ଗୋଖଲେ ହେଲା। ତାଙ୍କ ରାଜନୈତିକ ଗୁରୁ ହିସାବରେ କଣ କରୁଥିଲେ? ଗ୍ରହଣ କରୁଥିଲେ। ରାଜନୈତିକ ଗୁରୁ ଗୋପାଳ କୃଷ୍ଣ ଗୋଖଲେ। ମନେ ରଖିବ। ଗୋଖଲେଙ୍କ ଉପଦେଶ ଅନୁଯାୟୀ ଗାନ୍ଧିଜୀ 1 ବର୍ଷ ରାଜନୀତି ଦୂରେଇ ରହିଲେ। ସେମାନେ ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କଲେ। ରାଜନୈତିକ ମନୋଭାବ ଲକ୍ଷ୍ୟ କଲେ। ସବୁଆଡେ ବୁଲିଲେ। କୁଆଡେ କଣ ପଲିଟିକ୍ସ ଚାଲିଛି ଦେଖିଲେ। କୁଆଡେ କଣ ଇଂରେଜ ଆକ୍ରମଣ ଚାଲିଛି ଦେଖିଲେ। ଦକ୍ଷିଣ ଆଫ୍ରିକାର ଏଇ ଯୋଉ ମହାନ ନୀତି ଯୋଉ ଅବଲମ୍ବନ କରି ସତ୍ୟାଗ୍ରହ ନୀତି ଅବଲମ୍ବନ କରି ଯୋଉ ଗୋଟେ ବହୁତ ବଡ ସଫଳତା ହାସଲ କରିଥିଲେ ଗାନ୍ଧିଜୀ, ସେଇଥିରେ ତାଙ୍କୁ ବିଶ୍ୱ କବି ଥିଲେ ସେତେବେଳେ ରବୀନ୍ଦ୍ରନାଥ ଟାଗୋର ଥିଲେ। ରବୀନ୍ଦ୍ରନାଥ ଟାଗୋର ଯୋଉ ବିଶ୍ୱନାଥ କବି ଥିଲେ, କଣ ଲେଖିଥିଲେ ସେ? ନା ଗୀତାଞ୍ଜଳି ଲେଖିଥିଲେ। ଗୀତାଞ୍ଜଳିର ଲେଖକ କଣ? ଗୀତାଞ୍ଜଳି ଗୀତାଞ୍ଜଳିର ଲେଖକ କିଏ? ରବୀନ୍ଦ୍ରନାଥ ଟାଗୋର। ଗୀତାଞ୍ଜଳି ରବୀନ୍ଦ୍ରନାଥ ଟାଗୋରଙ୍କର ବହୁତ ବଡ ଗୋଟେ ପଏଟ ଥିଲା ଗୀତାଞ୍ଜଳି। ତେଣୁ ଗୀତାଞ୍ଜଳି କଣ ଥିଲା? ଗୀତାଞ୍ଜଳି ତାଙ୍କୁ ମହାତ୍ମା ଆଖ୍ୟା ଦେଇଥିଲେ। କିଏ? ରବୀନ୍ଦ୍ରନାଥ ଟାଗୋର ତାକୁ କଣ କଲେ? ମହାତ୍ମା ଆଖ୍ୟା ଦେଲେ। ତାପରେ 1916 ଖ୍ରୀଷ୍ଟାବ୍ଦରେ ଅହମ୍ମଦାବାଦ ନିକଟରେ ସାବରମତୀ ନଦୀ କୂଳରେ ଏକ ଆଶ୍ରମ ସେ ପ୍ରତିଷ୍ଠା କରିଥିଲେ। କରିକି ଦେଶବାସୀଙ୍କୁ ସତ୍ୟ, ଅହିଂସା, ନିଷ୍ଠା, ନିର୍ଭୀକତାର ସହିତ ସେ ପଥ ପ୍ରଦର୍ଶନ କଲେ। ସେ କଣ କଲେ? ପଥ ପ୍ରଦର୍ଶନ କଲେ। 1916 ଖ୍ରୀଷ୍ଟାବ୍ଦରେ ଅହମ୍ମଦାବାଦ ନିକଟରେ ନଦୀ କୂଳରେ ଏକ ଆଶ୍ରମ ପ୍ରତିଷ୍ଠା କରି ଦେଶବାସୀଙ୍କୁ ସେ କଣ କଲେ? ସତ୍ୟ, ଅହିଂସା 1916 ଖ୍ରୀଷ୍ଟାବ୍ଦରେ କରିଥିଲେ। କୋଉଠି? ନା ଅହମ୍ମଦାବାଦରେ। କୋଉ ନଦୀ କୂଳରେ? ନା ସାବରମତୀ ନଦୀ କୂଳରେ ଆଶ୍ରମ। କଣ କଣ ତାଙ୍କର ଥିଲା? ନା ସତ୍ୟ, ଅହିଂସା, ନିଷ୍ଠା ଆଉ କଣ? ନିର୍ଭୀକତାର ପଥ ପ୍ରଦର୍ଶନ କଲେ। ଗାନ୍ଧିଜୀଙ୍କ ମତରେ ସତ୍ୟାଗ୍ରହର ଅର୍ଥ ହଉଛି କଣ? ନା ଭୀରୁତା ନୁହେଁ। ସତ୍ୟାଗ୍ରହ ହଉଛି ସତ୍ୟ ପ୍ରତି ଆଗ୍ରହ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କେମିତି? ଆନ୍ଦୋଳନ ତ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ। ତା ମାନେ ଆମେ କିଛି କହିବାନି, ଆମେ କିନ୍ତୁ କରିବା ହେଲା। ଶାନ୍ତିପୂର୍ଣ୍ଣ ଭାବରେ ଆମେ କରିବା। ମାନେ ଆମେ ମାନ ମାରିବା। ତାମାନେ ଆମେ ରାଗିବାନି, ଆମେ ମାନ ମାରିବା। 1917 ମସିହା ଇଂରେଜ କଣ କଲେ? ଉପନିବେଶ ଗୁଡିକରେ ଭାରତୀୟ ମାନଙ୍କୁ ନିଯୁକ୍ତି ଦେବା ବନ୍ଦ ନ କଲେ ସରକାର ସତ୍ୟାଗ୍ରହ ଆରମ୍ଭ କରିବା ପାଇଁ ଧମକ ଦେଇ ଗାନ୍ଧିଜୀ ନିଯୁକ୍ତି ବନ୍ଦ କରିବାରେ ସଫଳତା ଦେଇଥିଲେ। ପ୍ରାରମ୍ଭିକ ସ୍ତରରେ ଯୋଉ ତାଙ୍କୁ ଇଏ କରିଥିଲା, ଯୋଉ ନିଯୁକ୍ତି ବନ୍ଦ ଦେବାରେ ଯୋଉ ସଫଳ ହୋଇଥିଲେ 1917ରେ, ଇଂରେଜର ଯୋଉ ଉପନିବେଶ ଗୁଡିକ ଥିଲା, ଯୋଉ ବିଭିନ୍ନ ପ୍ରକାରର ଯୋଉ ଇନଭେଷ୍ଟର୍ସ ସବୁ ଥିଲେ, ସେମାନେ କଣ କରୁଥିଲେ? କହିଲେ ଆମେ ଭାରତୀୟ ମାନଙ୍କୁ ନିଯୁକ୍ତି ଦବୁ ନାହିଁ। କିନ୍ତୁ ଏଥିପାଇଁ ମଧ୍ୟ ଭାରତୀୟମାନଙ୍କ ନିଯୁକ୍ତିକୁ ବନ୍ଦ ନ କଲେ ସରକାର ବିରୁଦ୍ଧରେ ସତ୍ୟାଗ୍ରହ ଆରମ୍ଭ କରିବା ପାଇଁ ଧମକ ଦେଇଥିଲେ ଗାନ୍ଧୀ। ତାମାନେ ଭାରତୀୟ ମାନଙ୍କୁ ନିଯୁକ୍ତି ଦେଲେ ସିନା ଆମେ ଇଂରେଜ ମାନେ କଣ କରିବେ? ଭାରତୀୟ ମାନଙ୍କ ଭିତରେ ଇଂଲଣ୍ଡର କଲଚରଟା ପୁରେଇବେ, ଯାହାଫଳରେ ଇଂଲିଶ ଛାଡି ଦେଇଯାଇଛନ୍ତି ନା। ବର୍ତ୍ତମାନ ଦେଖ ତମେ ଇଂଲିଶ ଛାଡି ଦେଇଛନ୍ତି ସେମାନେ। ସେଇ କଲଚରଟାକୁ ସେତେବେଳେ ହଉଛି କଣ କରିଥିଲେ? ଆମ ଭିତରେ ଦେଇଥିଲେ ବୋଲି ଆମେ ଆଜି ବି ତାଙ୍କରି ଅଣ୍ଡରରେ ରହିଲେ। ବୁଝିପାରିଲ? ତେଣୁ ନିଯୁକ୍ତି ବନ୍ଦ କରିବାରେ ସଫଳ ହୋଇଥିଲେ। ପ୍ରାରମ୍ଭିକ ସ୍ତରରେ ଭାରତରେ ତାଙ୍କ ଦ୍ୱାରା ସଂଗଠିତ କେତେକ ଆନ୍ଦୋଳନରେ ସଫଳତା ତାଙ୍କ ପ୍ରସିଦ୍ଧି ଆଣିଦେଇଥିଲା। ତାପରେ ନେକ୍ସଟ ପଢିବା ଚମ୍ପାରଣ ଆନ୍ଦୋଳନ। ଚମ୍ପାରଣ ଆନ୍ଦୋଳନ ଭାରତରେ ଗାନ୍ଧିଜୀଙ୍କ ଦ୍ୱାରା ସଂଗଠିତ ପ୍ରଥମ ଆନ୍ଦୋଳନ ଥିଲା ଚମ୍ପାରଣ। ଫାଷ୍ଟ ଗାନ୍ଧିଜୀଙ୍କର ଏଭର ଫାଷ୍ଟ ଆନ୍ଦୋଳନ ଥିଲା ଚମ୍ପାରଣ। କଣ? ବିହାରର ଚମ୍ପାରଣ ଜିଲ୍ଲା ଯୋଉ ଥିଲା, ଚାଷୀ ମାନଙ୍କୁ ଜମିର 20 ଭାଗରୁ, ବିହାରରେ କଣ ଥିଲା? ଜମିର କେତେ ଭାଗରୁ? ନା ଜମିର 20 ଭାଗରୁ, ହେଲା, ଜମିର 20 ଭାଗରୁ କଣ କରାହେଲା? ନା ଜମିର 20 ଭାଗରୁ 3 ଭାଗ ଅଞ୍ଚଳରେ ନୀଳ ଉତ୍ପାଦନ ପାଇଁ ଇଂରେଜ କଣ କରିଥିଲେ? ବୃକ୍ଷରୋପଣକାରୀଙ୍କ ଦ୍ୱାରା ବାଧ୍ୟ କରାଯାଇ ସେମାନଙ୍କ ଦ୍ୱାରା ନିର୍ଦ୍ଧାରିତ ଦରରେ ତାଙ୍କୁ ବିକ୍ରୟ କରିବାକୁ ପଡୁଥିଲା। ଏହାକୁ 3 କାଠିଆ ବ୍ୟବସ୍ଥା କଲେ। ପ୍ରଶ୍ନ ଆସିବ 3 କାଠିଆ ବ୍ୟବସ୍ଥା କାହାକୁ କୁହାଯାଏ? ନା 20 ଭାଗରୁ 3 ଭାଗ ଅଞ୍ଚଳରେ
3 ଭାଗରୁ କଣ ନା 3 ଭାଗରୁ 20 ଭାଗରୁ 3 ଭାଗ ଅଞ୍ଚଳରେ ନୀଳ ଉତ୍ପାଦନ କରିବା ପାଇଁ ଇଂରେଜ ବୃକ୍ଷରୋପଣକାରୀଙ୍କ ଦ୍ୱାରା ବାଧ୍ୟ କରାଯାଇ ସେମାନଙ୍କ ଉପରେ ତାମାନେ ତମେ 20 ଭାଗରୁ 3 ଭାଗ ବିକ୍ରି କରିବ, ନୀଳ ଉତ୍ପାଦନ କରିବ, ଆଉ ଇଂରେଜ ବୃକ୍ଷରୋପଣକାରୀଙ୍କ ଦ୍ୱାରା ବାଧ୍ୟ କରାଯାଇଥିଲା। ଇଂରେଜ ମାନଙ୍କ ଯୋଉ ରେଟ୍ ଫିକ୍ସ କରିବେ ସେଇ ରେଟ୍ ରେ ବିକ୍ରି କରିବେ। ଆଉ ଯୋଉମାନେ ନୀଳ ଚାଷ କରୁଥିଲେ ସେମାନେ ତାଙ୍କର ଯୋଉ ପ୍ରଫିଟ୍ ସେମାନେ ବିକ୍ରି କରିଥାନ୍ତେ। କିନ୍ତୁ ଏମାନେ କଣ କହିଲେ? ଏମାନେ କହିଲେ କଣ ନା ଆମେ ଯୋଉ ରେଟ୍ ଫିକ୍ସ କରିବୁ ସେ ରେଟ୍ ବିକ୍ରି କରିବା। ପରବର୍ତ୍ତୀ ସମୟରେ ନୀଳର ଚାହିଦା ହ୍ରାସ ପାଇବାରୁ ଚାଷୀମାନଙ୍କୁ ନୀଳ ଚାଷ ବାଧ୍ୟତାମୂଳକ କରିବା ପାଇଁ ଜମିର ଭଡା ବି ବୃଦ୍ଧି କରାଇ ଦିଆଗଲା। କଣ କରାଗଲା? ଜମି ଭଡା ଟା ବୃଦ୍ଧି କରିଦିଆଗଲା। ଆଉ ବେଆଇନ ଟ୍ୟାକ୍ସ ନିଆଗଲା। ଟିକସ ଆଦାୟ ମାନେ ଟ୍ୟାକ୍ସ ଆଦାୟ କରାଗଲା। ଏଇ ବିରୁଦ୍ଧରେ ପ୍ରତିବାଦ କରୁଥିବା ଚାଷୀ ମାନେ ଅତ୍ୟାଚାରର ଶିକାର ହେଲେ ଆଉ ଶୋଷଣର ଶିକାର ବି ହେଲେ ହେଲା। ତାପରେ କଣ ନା ତାପରେ ହଉଛି କଣ ରାଜକୁମାର ଶୁକ୍ଳ ନାମକ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ନିମନ୍ତ୍ରଣ କ୍ରମେ ଚାଷୀଙ୍କ ସମୁଦ୍ର ମନ୍ଦିର ପାଇଁ ଗାନ୍ଧିଜୀ 1917 ଏପ୍ରିଲ ଚମ୍ପାରନ ଜିଲ୍ଲାର ସଦରମହକୁମା ମୋତିହାରୀରେ ପହଞ୍ଚିଲେ। ତାମାନେ ଚମ୍ପାରନ ଜିଲ୍ଲାର ସଦର ମହକୁମା କିଏ ନା ମୋତିହାରୀ ହେଲା। କେତେ ମସିହାରେ ଯାଇଥିଲେ? 1917 ମସିହା ଯାଇଥିଲେ। କାହିଁକି ଯାଇଥିଲେ? ନା ରାଜକୁମାର ଶୁକ୍ଳ ନାମକ ଜଣେ ବାସିନ୍ଦାଙ୍କର ନିମନ୍ତ୍ରଣ କ୍ରମେ ଗାନ୍ଧିଜୀ ଯାଇଥିଲେ। କାହିଁକି ଯାଇଥିଲେ? ନା ଚାଷୀ ମାନଙ୍କର ସମସ୍ୟାର ଅନୁଧ୍ୟାନ ପାଇଁ ଯାଇଥିଲେ ହେଲା। ଜିଲ୍ଲା ଅଧିକାରୀ ଗାନ୍ଧିଜୀ ଓ ତାଙ୍କ ସହିତ ଯାଇଥିବା ରାଜେନ୍ଦ୍ର ପ୍ରସାଦ, ମୁଜାୱର ହକ୍, ମହାଦେବ ଦେଶାଇ, ନରହରି ପାରିକ, ଜେ.ବି. କୃପାଳୀ ତୁରନ୍ତ ଜିଲ୍ଲା ଛାଡି ଯିବାକୁ ନିର୍ଦ୍ଦେଶ ଦେଲେ। ତାପରେ କଣ କଲେ ନା ଜିଲ୍ଲା ଛାଡି ଯିବାକୁ ନିର୍ଦ୍ଦେଶ ଦିଆହେଲା। କାହାକୁ? ନା ତାଙ୍କ ସହିତ ଯାଇଥିବା ଯୋଉ ରାଜେନ୍ଦ୍ର ପ୍ରସାଦ ଜିଲ୍ଲା ଅଧିକାରୀ ଓ ତାଙ୍କ ସହିତ ଯାଇଥିବା ରାଜେନ୍ଦ୍ର ପ୍ରସାଦ, ମୁଜାୱର ହକ୍, ମହାଦେବ ଦେଶାଇ, ନରହରି ପାରିକ ଏତିକି ଲୋକ ଯୋଉ ଯାଇଥିଲେ କଣ କଲେ ନା ତାଙ୍କୁ ଜିଲ୍ଲା ଛାଡି ଯିବା ପାଇଁ କାହାକୁ ନିର୍ଦ୍ଦେଶ ଦେଲେ। ଗାନ୍ଧିଜୀ ନିର୍ଦ୍ଦେଶ କଣ କଲେ ପ୍ରତ୍ୟାଖ୍ୟାନ କରି ସେଥିପାଇଁ ଯେକୌଣସି ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ବୋଲି ଘୋଷଣା କଲେ। ଅହିଂସା ଉପରେ ଅନ୍ୟମନସ୍କ ଆଇନକୁ ଅମାନ୍ୟ କରିବା ସେତେବେଳେ ଭାରତରେ ଏକ ନୂତନ ପ୍ରକାର ଆନ୍ଦୋଳନ ପଦ୍ଧତି ଭାବେ ଉଭାହେଲା। ଏଇଠୁ ଆରମ୍ଭ। ଅହିଂସା ଉପରେ ଯୋଉ ଅନ୍ୟାୟ ଏଇଠୁ ତାଙ୍କର ସବୁ ଆରମ୍ଭ ହେଇଗଲା ହେଲା। ତାପରେ କଣ ହେଇଛି ନା ତାପରେ ଶେଷରେ ସରକାର ଗାନ୍ଧିଜୀଙ୍କୁ ଚମ୍ପାରନ ଚାଷୀ ମାନଙ୍କ ସମସ୍ୟା ଗୁଡିକୁ ଅନୁଧ୍ୟାନ କରିବା ପାଇଁ ଅନୁମତି ଦେଲେ ଏବଂ ଏହି ବିଷୟରେ ସରକାରଙ୍କ ଦ୍ୱାରା ଗଠିତ କମିଟିରେ ଗାନ୍ଧିଜୀଙ୍କ ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ କଲେ। ଗାନ୍ଧିଜୀ ନିଜେ ଅନୁସନ୍ଧାନ କରି ଚାଷୀ ମାନଙ୍କୁ ଇଂରେଜ ମାଲିକଙ୍କ ଶୋଷଣ ରକ୍ଷା କରିବା ନିମନ୍ତେ ଆନ୍ଦୋଳନ କରି ସଫଳ ହେଲେ। ଆଉ 3 କାଠିଆ ବ୍ୟବସ୍ଥା କଣ ହେଲା? ଉଚ୍ଛେଦ କରାଗଲା। କେମିତି ହେଲା? ନା କଣ କଲେ ନା ଆନ୍ଦୋଳନ ହେଲା ପରେ ସମସ୍ୟା ଗୁଡିକ ଅନୁଧ୍ୟାନ କରିବା ପାଇଁ ସରକାର ଗାନ୍ଧିଜୀଙ୍କୁ ଚମ୍ପାରନ ଚାଷୀ ମାନଙ୍କ ସମସ୍ୟାକୁ ଅନୁଧ୍ୟାନ କରିବାକୁ ସ୍ପେଶାଲ ଅନୁମତି ଦେଲେ। ଆଉ ସରକାରଙ୍କ ଦ୍ୱାରା ଗୋଟେ କମିଟି ବି ଗଠନ ହେଲା ଯୋଉ କମିଟିରେ ଗାନ୍ଧିଜୀଙ୍କୁ ସଦସ୍ୟ ଭାବେ ନିଆଗଲା। ଗାନ୍ଧିଜୀ ନିଜେ ତଦାରଖ କରିକି କଣ କଲେ ଏଇ ଯୋଉ 3 କାଠିଆ ବ୍ୟବସ୍ଥା ଉଚ୍ଛେଦ କରାଯାଇଥିଲା ହେଲା। ବୁଝିପାରିଲ? ଏବଂ ଇଂରେଜ ମାଲିକଙ୍କ ଦ୍ଵାରା ବେଆଇନ ଭାବେ ଆଦାୟ କରାଯାଇଥିବା ଅର୍ଥର ଶତକଡା 25 ଭାଗ, ଶତକଡା କେତେ ଭାଗ? ଶତକଡା 25 ଭାଗ କଣ କରୁଥିଲା ଚାଷୀ ମାନଙ୍କୁ ଦିଆ ହଉଥିଲା। କଣ? ଶତକଡା 25 ଭାଗ ଫେରାଇ ଦିଆଗଲା। ଶତକଡା 25 ଭାଗ ଫେରାଇ ଦିଆଗଲା। 1 ବର୍ଷ ମଧ୍ୟରେ ଇଂରେଜ ସରକାର ବୃକ୍ଷରୋପଣ ମାନେ ସେ ଅଞ୍ଚଳ ଛାଡିକି କଣ କଲେ ପଳେଇଲେ ହେଲା। ଏବଂ ଚମ୍ପାରନ ଆନ୍ଦୋଳନ ଗାନ୍ଧୀଜୀ ନେତୃତ୍ୱରେ ଭାରତର ପ୍ରଥମ ସଫଳ ଅହିଂସା ଆନ୍ଦୋଳନ ଥିଲା ହେଲା। ତେଣୁ ତାପରେ ଥିଲା ଖେଡା ଆନ୍ଦୋଳନ। ଖେଡା ଆନ୍ଦୋଳନ କଣ ହେଇଥିଲା ନା 1918 ମସିହା ଦୁର୍ଭିକ୍ଷ ଯୋଗୁଁ ଗୁଜୁରାଟ ସ୍ଥିତ ଖେଡା ଜିଲ୍ଲାରେ ଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହେଲା। ବୁଝିପାରିଲ? କେତେବେଳେ ହେଲା ନା 1918 ମସିହାରେ କଣ ହେଲା ଦୁର୍ଭିକ୍ଷ ହେଇଥିଲା। ଯୋଉଥିପାଇଁ କଣ ହେଲା ଖେଡା ଜିଲ୍ଲାରେ ଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହେଇଗଲା। ତତ୍କାଳୀନ
ରାଜସ୍ୱ ବିଭାଗର ଏକ ନିୟମ ଅନୁଯାୟୀ ଜମିର ସାମୂହିକ ଉତ୍ପାଦନ ପରିମାଣ 1/4 କମ୍ ପରିମାଣ ଶେଷ ଚାଷୀମାନଙ୍କୁ ରାଜସ୍ୱ ଦେବା ପରିମାଣ କୋଣ କରାଯାଇଥିଲା। ମାନେ ଯେତିକି ଉତ୍ପାଦନ କରିବା କଥା ଯଦି ତାର 4/5ରୁ ଭାଗେ ଯଦି କମ୍ ପରିମାଣ ଶସ୍ୟ ଉତ୍ପାଦନ ହେଲା ତାହେଲେ ଚାଷୀମାନଙ୍କର ରାଜସ୍ୱ କୋହଳ କରାଯିବ। ଖେଡ଼ା ଚାଷୀମାନଙ୍କୁ ଇଂରେଜ କର୍ମଚାରୀ ସମ୍ପୂର୍ଣ୍ଣ ରାଜସ୍ୱ ଭରଣ କରିବାକୁ ବାଧ୍ୟ କରିବାରୁ ଗାନ୍ଧିଜୀ ଏହା ବିରୁଦ୍ଧରେ ତେଣୁ ଖେଡ଼ା ଜିଲ୍ଲାରେ କଣ ହେଲା କିନ୍ତୁ ଏଇ ବ୍ୟବସ୍ଥା ଥିଲା କିନ୍ତୁ ଖେଡ଼ା ଜିଲ୍ଲାରେ କଣ ହେଇଥିଲା ନା ଖେଡ଼ା ଜିଲ୍ଲାରେ ବା ଖେଡ଼ା ଚାଷୀ ମାନଙ୍କୁ ହେଲା ରାଜସ୍ୱ ପୁରା ଭରଣ କରିବାକୁ ବାଧ୍ୟ କଲେ ଇଂରେଜ ସେଇଦିନ। ତେଣୁ ଚାଷୀମାନେ ଖଜଣା ଦେବାକୁ ପ୍ରତ୍ୟାଖ୍ୟାନ କଲେ ଆଉ ଏଥିପାଇଁ କୌଣସି ପରିମାଣ ଭୋଗିବାକୁ ପ୍ରସ୍ତୁତି ବି ହେଲେ। ଶେଷରେ କଣ କଲେ ନା ଶେଷରେ ଇଂରେଜ ସରକାର ବାଧ୍ୟମୂଳକ ରାଜସ୍ୱ ଆଦାୟରୁ ନିବୃତ୍ତ ହେଲେ। ଏହି ଗୁପ୍ତ ନିର୍ଦ୍ଦେଶନା ଜାରି କରି କେବଳ ସାମର୍ଥ୍ୟ ଚାଷୀମାନଙ୍କୁ ଆଦାୟ କଲେ। ଏହି ଆନ୍ଦୋଳନରେ ଇନ୍ଦୁଲାଲ ଜାଙ୍ଗିକ ଦେଖ ଇନ୍ଦୁଲାଲ ଜାଙ୍ଗିକ କଣ କରୁଥିଲେ ଗାନ୍ଧିଜୀଙ୍କର ଜଣେ ମୁଖ୍ୟ ସହଯୋଗୀ। କେବଳ ପ୍ରଶ୍ନ ଆସିବ ଖେଡ଼ା ଆନ୍ଦୋଳନରେ ଗାନ୍ଧିଜୀଙ୍କ ସହଯୋଗୀ କିଏ ଥିଲେ ନା ଇନ୍ଦୁଲାଲ ଜାଙ୍ଗିକ। ଆନ୍ଦୋଳନର ସଫଳତାରେ ଗଭୀର ଭାବେ ପ୍ରଭାବିତ ହୋଇ ଖେଡ଼ା ଜିଲ୍ଲାର ଅଧିବାସୀ ତଥା ଅହମ୍ମଦାବାଦର ଆଇନଜୀବୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଆଇରନ୍ ମ୍ୟାନ୍ ଅଫ୍ ଇଣ୍ଡିଆ ଲୌହ ମାନବ। ତେଣୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କଣ କଲେ ଗାନ୍ଧିଜୀଙ୍କର କଣ ହେଇଥିଲେ ଗୋଟେ ଗାନ୍ଧିଜୀଙ୍କର ଏଥିରେ କଣ ଅନୁଗାମୀ ବା ଫଲୋୱର ହେଇଗଲେ। କିଏ ହେଇଗଲେ ନା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ହେଲା ବୁଝିଲ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କଣ ହେଲେ ଗାନ୍ଧିଜୀଙ୍କ ଅନୁଗାମୀ ହେଲେ। କିଏ ହେଇଗଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ତାପରେ ଆରମ୍ଭ ହେଇଥିଲା ଅହମ୍ମଦାବାଦର ଲୁଗା କଳ କାରଖାନା। ଯୋଉ ଆନ୍ଦୋଳନ କଣ ହେଇଥିଲା ଗୁଜୁରାଟର ଅହମ୍ମଦାବାଦ ଠାରେ ଲୁଗା କଳ ଗୁଡିକ ମାଲିକ ମାନେ ପ୍ଲେଗ ମହାମାରୀ ପାଇଁ ଶ୍ରମିକ ମାନଙ୍କୁ ଦଉଥିବା ସ୍ୱତନ୍ତ୍ର ଭତ୍ତା ପ୍ଲେଗ ବୋନସ ପ୍ରତ୍ୟାହାର କରିବା ପାଇଁ କରିଦେଲେ। କଣ କଲେ ଅହମ୍ମଦାବାଦରେ ଯୋଉ ଲୁଗା କଳ ସବୁ ଥିଲା ହେଲା ଅହମ୍ମଦାବାଦ ଗୁଜୁରାଟ ତ ସବୁବେଳେ ଗୁଜୁରାଟ ଯାଆନ୍ତି ଲୁଗା କମ୍ପାନୀ ବେଶୀ ଥାଏ ନାଇଁ କି। ପ୍ଲେଗ ମହାମାରୀ ପାଇଁ ଶ୍ରମିକ ମାନଙ୍କୁ ଦଉଥିବା ସ୍ୱତନ୍ତ୍ର ଭତ୍ତା ଗୋଟେ ଥିଲା ପ୍ଲେଗ ବୋନସ ଥିଲା ହେଲା। ସେଟାକୁ ଉଚ୍ଛେଦ କରିଦେଲେ। ଶ୍ରମିକ ମାଲକ ମାନଙ୍କ ମଧ୍ୟରେ କଳହ ହେଲା। ଇଂରେଜ ଜିଲ୍ଲାପାଳଙ୍କ ଅନୁରୋଧ ଗାନ୍ଧିଜୀ ଏହି କଳହରେ ହସ୍ତକ୍ଷେପ ମାନେ ଏଥିପାଇଁ ଏକ ଟ୍ରିବ୍ୟୁନାଲ ଏଥିପାଇଁ ଏକ କଣ କରାଗଲା ନା ଟ୍ରିବ୍ୟୁନାଲ ଟ୍ରିବ୍ୟୁନାଲ ନିଯୁକ୍ତି କରି ଏହାର ନିଷ୍ପତ୍ତି ଗ୍ରହଣ ଉଭୟ ମାନଙ୍କୁ ରାଜି ହେଇଥିଲେ। ମାଲିକ ମାନେ ଏଥିରେ ଓରିଜା ଶ୍ରମିକର ମଜୁରୀରୁ 20 ଭାଗ ମଧ୍ୟ ଘୋଷଣା କଲେ। ଅହମ୍ମଦାବାଦ କାରଖାନା ଶ୍ରମିକ ମାନଙ୍କୁ ଶତକଡା 35 ଭାଗ ମଜୁରୀ ବୃଦ୍ଧି ଦାବି ପ୍ରତ୍ୟାଖ୍ୟାନ କରିବାରୁ ମାଲିକ ମାନଙ୍କ ବିରୋଧରେ ଗାନ୍ଧିଜୀ ଶ୍ରମିକ ମାନଙ୍କର ଏକ ଅହିଂସା ଆନ୍ଦୋଳନ କରିବା ପାଇଁ ଅବତାଇ ନିଜେ ଏହା ନେତୃତ୍ୱ ନେଇଥିଲେ। ତେଣୁ ଅହମ୍ମଦାବାଦର ଲୁଗା କାରଖାନା ଯୋଉ ହେଇଥିଲା ସେଥିରେ କଣ କଲେ ନା ଗାନ୍ଧିଜୀ ଏଥିରେ ଇଂରେଜ ନଥିଲେ କିନ୍ତୁ ଏଥିରେ ଥିଲେ କିଏ ନା ମାଲିକ ଆଉ କଣ ମଜୁରିଆ ବା ଶ୍ରମିକ ତେଣୁ ଏଇ ଦି ଜଣଙ୍କ ଭିତରେ ଥିଲା ହଉଛି କଳହ ହେଇଗଲା। ଏଇ କଳହରେ ଥିଲେ ଗାନ୍ଧିଜୀ କଣ କଲେ ଗାନ୍ଧିଜୀ ହସ୍ତକ୍ଷେପ କଲେ। ଗାନ୍ଧିଜୀ ପୁଣି ହସ୍ତକ୍ଷେପ କାହିଁକି କଲେ ନା ସେ ସମୟରେ ଥିଲେ ଯୋଉ ଆମର କିଏ ଥିଲେ ନା ସେ ସମୟରେ ଥିଲେ କିଏ ନା ଇଂରେଜ ଜିଲ୍ଲାପାଳ ସେଠି ଯିଏ ଥିଲେ ସେ କଣ କରିଥିଲେ ସେ ସମୟରେ ତାଙ୍କୁ ଗୋଟେ ଡକାଇଲେ କଣ ନା ତାଙ୍କୁ ଡକେଇଥିଲେ। ଡକେଇ ସାରିଲା ପରେ କଣ ହେଇଥିଲା ତାପରେ ଗାନ୍ଧିଜୀ ଯାଇଥିଲେ ଏବଂ ଗାନ୍ଧିଜୀ ମଜୁରିଆ ମାନଙ୍କୁ ପ୍ରବର୍ତ୍ତାଇଲେ ଅହିଂସା ଆନ୍ଦୋଳନ କରିବା ପାଇଁ ମାଲିକ ମାନଙ୍କ ଉପରେ। ମାଲିକ କଣ କଲେ ତାକୁ ମାଲିକ ଅଲରେଡି 20 ଭାଗ ବୃଦ୍ଧି କରିଛି ହେଲା। କିନ୍ତୁ ଗାନ୍ଧିଜୀ ଆହୁରି ପ୍ରବର୍ତ୍ତାଇଲେ ଆହୁରି ଟିକେ ବୃଦ୍ଧି କରିବା ପାଇଁ ପ୍ରବର୍ତ୍ତାଇ ଥିଲେ ହେଲା। ତାପରେ ତାପରେ 35 ଭାଗ ମଜୁରୀ ବୃଦ୍ଧି କେତେ ଭାଗ 35 ଭାଗ ମଜୁରୀ ବୃଦ୍ଧି ପାଇଁ ପ୍ରତ୍ୟାହାର କରିବାରୁ ମାଲିକ ମାନେ ଶ୍ରମିକ ମାନଙ୍କୁ ଏକ ଅହିଂସା ଆନ୍ଦୋଳନ କରିବା ପାଇଁ ପ୍ରବର୍ତ୍ତାଇ ନିଜେ ଏହାର ନେତୃତ୍ୱ ନେଲେ। ଦାବି ପୂରଣ ପର୍ଯ୍ୟନ୍ତ ଅନଶନ ଚାଲୁ ରହିଲା। ଶ୍ରମିକ ଦୃଢ ଭାବେ ସଂଗଠିତ ହୋଇ ସମଗ୍ର ଭାରତର ଦୃଷ୍ଟି ଆକର୍ଷଣ କଲେ। ଭୟଭୀତ ହେଇ ପଡିଥିଲା କାରଖାନା ମାଲିକ ମାନେ ଶ୍ରମିକଙ୍କ ମଜୁରୀ 35% 35% କଣ କଲେ 35% ବୃଦ୍ଧି କରିଦେଲେ ହେଲା।
ଏହା ଦ୍ୱାରା ଗାନ୍ଧିଜୀ ଜନସାଧାରଣଙ୍କ ମତରେ ସତ୍ୟାଗ୍ରହ ପ୍ରତି ଆଗ୍ରହ, ଶ୍ରଦ୍ଧା ଆଉ ସମ୍ମାନ ଆଣି ଦେଇଥିଲେ। ପ୍ଲସ୍ ଗାନ୍ଧିଜୀ କଣ ହେଇଥିବେ କହିଲେ ଦେଖି? ଗାନ୍ଧିଜୀ ଗୋଟେ ଫ୍ୟାନ୍ ବେସ୍ ଗାନ୍ଧିଜୀଙ୍କର ବଢି ଯାଇଥିଲା। କାହିଁକିନା ଗାନ୍ଧିଜୀଙ୍କୁ ସେତେବେଳେ ଲୋକ ଚିହ୍ନିବା ଆରମ୍ଭ କରିଥିଲେ। ଏଇ ଯୋଉ ଆବିର୍ଭାବ କଥା ଫାଷ୍ଟ କହିଥିଲେ, ସେତେବେଳେ ହଉଛି ଗାନ୍ଧିଜୀ କଣ ହେଇଥିଲେ? ଏଇଠୁ ଫ୍ୟାନ୍ ତାଙ୍କର ଆରମ୍ଭ ହେଲା। ତାପରେ ଆସିଲା ରାଓଲାଟ ଆଇନ। ରାଓଲାଟ ଆଇନରେ କଣ ଥିଲା ନା, ଚମ୍ପାରଣ, ଖେଡ଼ା, ଅହମଦାବାଦ ସଂଗଠିତ ଆନ୍ଦୋଳନ ଗୁଡିକରେ ଗାନ୍ଧିଜୀଙ୍କ ନେତୃତ୍ୱ ପ୍ରତି ଜନସାଧାରଣଙ୍କ ମନରେ ଆସ୍ଥା ସୃଷ୍ଟି କଲା ଏବଂ ତାଙ୍କୁ ସମଗ୍ର ଭାରତର ଜନସାଧାରଣଙ୍କ ନିକଟରେ ଅଧିକ ପରିଚିତ କରାଗଲା। କହିଲି ଏହାପରେ ସେ ଜାତୀୟ ସ୍ତରରେ ବ୍ରିଟିଶ ଶାସନ ବିରୋଧରେ କଣ କଲେ? ଗୋଟେ ଆନ୍ଦୋଳନ ସଂଗଠିତ କରିବା ପାଇଁ ଆଗ୍ରହ କଲେ। କାହିଁକି ନା 1919 ଖ୍ରୀଷ୍ଟାବ୍ଦରେ ଇଂରେଜ ସରକାର ଦ୍ୱାରା ପ୍ରଣୀତ ଗୋଟେ ରାଓଲାଟ ଆଇନ ହେଇଥିଲା। ସେ ଆଇନ ଥିଲା କଣ, ସେଇଟାକୁ ବର୍ତ୍ତମାନ ଆମେ ଦେଖିବା। ନା ସେ ଆଇନ ଥିଲା କଣ? ସେ ଆଇନ ଥିଲା କଣ? 1919 ମସିହାରେ କିନ୍ତୁ ହେଇଥିଲା ସେ ଆଇନ। ଆମେ ଜାଣିଲେ କଣ, 1919 ଖ୍ରୀଷ୍ଟାବ୍ଦରେ ରାଓଲାଟ ଆଇନ ପ୍ରଣୀତ ହେଇଥିଲା। ରାଓଲାଟ ବୋଲି ଜଣେ ଲୋକ ଥିଲେ ହେଲା, ଯିଏକି ଆଇନ ଟାକୁ ପ୍ରଣୀତ କରିଥିଲେ। କଣ ଥିଲା ସେ ଆଇନ, ସେଟାକୁ ଆମେ ବର୍ତ୍ତମାନ ଦେଖିବା ହେଲା। ବର୍ତ୍ତମାନ କଣ ନା, ପ୍ରଥମ ବିଶ୍ୱଯୁଦ୍ଧରେ ଭାରତ ଇଂରେଜ ଆଉ ମିତ୍ର ଶକ୍ତିକୁ ବହୁ ଭାବରେ ସାହାଯ୍ୟ କରିଥିଲା। ପ୍ରଥମ ବିଶ୍ୱଯୁଦ୍ଧରେ ଭାରତ ଇଂରେଜ ମାନଙ୍କୁ ବି ସାହାଯ୍ୟ କରିଥିଲା, ମିତ୍ର ଶକ୍ତିଙ୍କୁ ବି ସାହାଯ୍ୟ କରିଛି। ଭାରତୀୟ ମାନେ ଆଶା କରିଥିଲେ ଯେ ଯୁଦ୍ଧ ପରେ ଇଂରେଜ ସରକାର ଭାରତରେ ରାଜନୀତି କାହିଁକିନା ସାହାଯ୍ୟ ଯେହେତୁ କରିଛି ଭାରତ, ସେତେବେଳେ ସେ ଆଶା କଣ ରଖିବେ, ଅଟୋମେଟିକ ଇଂରେଜ ମାନେ ଆମ ଉପରେ କଣ ଟିକେ କଳ କରିବେ। କିନ୍ତୁ ନିରାଶ ହେଲେ। ଧୋକାର ଶିକାର, ବେଇମାନିତା ହେଲା ପାଇଁ ଇଂରେଜ ସରକାରଙ୍କ ଇଂରେଜ ଓଲଟା କଣ ହେଲା ଦେଖ, ଇଂରେଜ ସରକାର ଭାରତରେ ବିଦ୍ରୋହ ଆଉ ବିପ୍ଳବାତ୍ମକ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ବିଚାରପତି ରାଓଲାଟ, ଏଇଥିପାଇଁ ତା ନାଁ ହେଇଛି ରାଓଲାଟ ଆଇନ। ବିଚାରପତି ଥିଲେ ସେତେବେଳେ ରାଓଲାଟ କଣ ଥିଲେ, ଗୋଟେ କମିଟି ତିଆରି କଲେ। ଯୋଉ କମିଟିରେ ଗୋଟେ ଆଇନ ହେଇଥିଲା। ସେ ଆଇନରେ କଣ ଥିଲା ନା, ରାଓଲାଟ ଆଇନରେ ଏଇଆ ଥିଲା ଯେ ଏଇ ଆଇନରେ କଣ ଥିଲା ନା, ଇଂରେଜ ସରକାର ଯେକୌଣସି ଭାରତୀୟଙ୍କୁ ଗିରଫ କରି ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିପାରିବେ। ଇଂରେଜ ସରକାର କଣ କରିପାରିବେ ନା, ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିପାରିବାର ବ୍ୟବସ୍ଥା କରାଗଲା। ଏହା ଦ୍ଵାରା କଣ ହେଇଥିବ ପିଲା ନା, ଏହା ଦ୍ଵାରା ହେଇଥିବ ଏଇଆ, ତମେ କିଛି ଦୋଷ କରିନ, ସେ ଚାହିଁଲେ ତମକୁ ବିନା ବିଚାରରେ ଯେକୌଣସି ଯେକୌଣସି ଲୋକକୁ ତମେ ବର୍ତ୍ତମାନ ମନେକର ତମେ ଗୋଟେ ପୁଲିସ ଅଫିସର, ତମେ ଯେକୌଣସି ଗୋଟେ ସରକାର ଆନାଉନ୍ସ କଲେ ତମେ ଯେକୌଣସି ଲୋକକୁ ଯାଇ ଆରେଷ୍ଟ କରିପାରିବ। ତାମାନେ ଏଠି ପାୱାର କାହାର ହେଲା? ପୁଲିସରେ ହେଲା। ସାଧାରଣ ତ ଫ୍ରିଡମ କିଛି ରହିଲାନି। ତମ ନିଜସ୍ୱ ଗୋଟେ କଣ ଥିଲା, ନିଜସ୍ୱ ଯୋଉ ଆତ୍ମସ୍ୱାଭିମାନ ବା ନିଜର ଯୋଉ ଅଧିକାର କ୍ଷୁର୍ଣ୍ଣ ହେଲା। ଅଟୋମେଟିକ ସେତେବେଳେ ବି ସେଇଆ ହେଇଥିଲା ହେଲା। ତାପରେ କଣ ହେଲା ନା, 1919 ଫେବୃଆରୀରେ ଗାନ୍ଧିଜୀ ସତ୍ୟାଗ୍ରହ କମିଟି ଗଠନ କରି, କେତେ ନା 1919 ମସିହା ଗାନ୍ଧିଜୀ କଣ ସତ୍ୟାଗ୍ରହ କମିଟି ଗଠନ କରି ସଭ୍ୟ ମାନଙ୍କୁ ଆଇନକୁ ଅମାନ୍ୟ କରିବା ପାଇଁ ତଥା ଏହି ବିରୁଦ୍ଧରେ ସତ୍ୟ ଅହିଂସା ଭିତ୍ତିକ ଆନ୍ଦୋଳନ କରିବା ବତାଇଲେ। ବ୍ରିଟିଶ ବ୍ୟବସ୍ଥା ଭାରତୀୟ ସଭ୍ୟ ମାନଙ୍କ ବିରୋଧ ସତ୍ତ୍ୱେ ସଂଖ୍ୟାଗରିଷ୍ଠକାରୀ ସଭ୍ୟଙ୍କ ସମର୍ଥନ ଫଳ 1919 ମାର୍ଚ୍ଚ ସମସ୍ତଙ୍କୁ ପ୍ରବର୍ତ୍ତ ଥିଲେ, ଗାନ୍ଧିଜୀ ପ୍ରବର୍ତ୍ତାଇ ଥିଲେ, କିନ୍ତୁ ସଂଖ୍ୟା ଗରିଷ୍ଠତା ହାସଲ କଲା ହେଲା। ଭାରତୀୟ ସଭ୍ୟ ମାନେ ସେଠି ଟିକେ କଣ କଲେ, ସେଠି ଯୋଉ ଥିଲେ ଯେତିକି ଭାରତୀୟ, ସେମାନେ ବି କିଛି ମାତ୍ରା ଭୋଟ ଦେଇଥିଲେ, ସଂଖ୍ୟା ଗରିଷ୍ଠ ହାସଲ ହେଲା। ତାପରେ ରାଓଲାଟ ଆଇନ କଣ ହେଲା, ଗୃହୀତ ହେଇଗଲା। ଚାର୍ଜ ଲାଗିବ ହେଲା। ତାପରେ କଣ ହେଲା, ତାପରେ କଣ ହେଇଛି ନା, ଗଣ ସତ୍ୟାଗ୍ରହ ଆରମ୍ଭ କରିବା ପାଇଁ ଗାନ୍ଧିଜୀ ପ୍ରବର୍ତ୍ତାଇଲେ। ଲୋକଙ୍କୁ କହିଲେ, ଭାଇ ମୋ କଥା ତ ମାନିଲେନି, ମୋ କଥା ତ କିଛି ହେଲାନି, ହାସଲ କରିପାରିଲାନି, ଗୃହୀତ ହେଇଗଲା। ଗୃହୀତ ହେଲା ମାନେ ତ ଏଟା ଅନ୍ୟାୟ ହବ। ତେଣୁ ସେଇ ସମୟରେ ଆନ୍ଦୋଳନ ହିଂସାତ୍ମକ ଗତି ଦିଗରେ ହେଲା, ଗାନ୍ଧିଜୀଙ୍କର ଗଣ ଆଇନ ଅମାନ୍ୟ ହିଂସାତ୍ମକ ଦିଗରେ ଗତି କରିବା ଆଶଙ୍କା କରି ଶ୍ରୀମତୀ ଆନି ବେସନ୍ତ ଗାନ୍ଧିଜୀଙ୍କୁ ବିରୋଧ କଲେ। କିଏ ବିରୋଧ କରିଥିଲେ? ଶ୍ରୀମତୀ ଆନି ବେସନ୍ତ ଗାନ୍ଧିଜୀ ବିରୋଧ କଲେ। କହିଲେ ଯୋଉ ଗଣ ଆନ୍ଦୋଳନ ଡାକିଲେ ତ ହିଂସାତ୍ମକ ହେଇଯିବ, କାରଣ ସମସ୍ତଙ୍କ ମେଣ୍ଟାଲିଟି ତ ଆଉ ସମାନ ନୁହେଁ ନା। ଆହୁରି କିଏ ଥିଲେ ନା, ତାଙ୍କ ବ୍ୟତୀତ ଦିନ୍ସ ଅବଦୁଲଜୀ ୱାଚା, ସୁରେନ୍ଦ୍ରନାଥ ବାନାର୍ଜୀ, ତେଜ ବାହାଦୁର ସାପୁ, ଶ୍ରୀନିବାସ ଭଟ୍ଟଙ୍କ ଭଳି ନେତାଗଣ ମଧ୍ୟ ଗାନ୍ଧିଜୀଙ୍କ ହତ୍ୟାକୁ ବିରୋଧ କରିଥିଲେ। କାହିଁକି କରିଥିଲେ ନା, କହିଲେ ଏଟା ହିଂସାତ୍ମକ ଆଚରଣ ହେଇଯିବ ହେଲା। ତାପରେ କଣ ହେଇଥିଲା ନା, ତାପରେ ଏଇଆ ହେଇଥିଲା
ତାପରେ କଣ ହେଇଥିଲା ନା ସମଗ୍ର ଭାରତରେ ଗୋଟିଏ ଦିନ ହରତାଳ ପାଳନ ଗାନ୍ଧିଜୀ ଦେଶବାସୀଙ୍କୁ ପରାମର୍ଶ ଦେଇଥିଲେ। ସରକାରଙ୍କ ପ୍ରତି ପ୍ରତିବାଦ ସ୍ୱରୂପ ସବୁ ପ୍ରକାର କାର୍ଯ୍ୟ ବନ୍ଦ କରି ସମସ୍ତେ ଉପବାସ କଲେ, ପ୍ରାର୍ଥନା କଲେ। 1919 ଏପ୍ରିଲ 6 ତାରିଖ ଦିନ ଦେଶବ୍ୟାପୀ ହରତାଳ କରାଗଲା। 1919 ଏପ୍ରିଲ 9 ତାରିଖରେ ଗାନ୍ଧିଜୀଙ୍କୁ ଗିରଫ କରି ପୁଣି ଗିରଫ କରିଦିଆଗଲା। ମାନେ ଥ୍ରେଟ୍ ଗୋଟେ କରାଗଲା, ଧମକ ଦିଆଗଲା। ଗାନ୍ଧିଜୀ ଛାଡି ଦିଆଗଲା, କିନ୍ତୁ ଗାନ୍ଧିଜୀଙ୍କ ଗିରଫ ସମ୍ବାଦ ଦେଶର ସମସ୍ତ ସର୍ବସାଧାରଣଙ୍କୁ ଗଣ୍ଡଗୋଳ କରିବା ପାଇଁ ବାଧ୍ୟ କରିଥିଲା। ଗାନ୍ଧିଜୀଙ୍କ ଗିରଫ ସମ୍ବାଦ ଦେଶରେ ବିଭିନ୍ନ ସ୍ଥାନରେ ସାଧାରଣ ଜନତାକୁ ଗଣ୍ଡଗୋଳ କରିବା ପାଇଁ ଉତ୍ତେଜିତ କଲା। ଏହି ଆନ୍ଦୋଳନ ଦିଲ୍ଲୀ, କୋଲକାତା, ମୁମ୍ବାଇ, ଦିଲ୍ଲୀ, କୋଲକାତା, ମୁମ୍ବାଇ, ଅହମ୍ମଦାବାଦ, ଲାହୋର, ଅମୃତସରରେ କଣ କଲା ପ୍ରଚଣ୍ଡ ରୂପ ଧାରଣ କରିଥିଲା। କୋଉଠି ନା ଅମୃତସର, କୋଉଠି ଦିଲ୍ଲୀ, କୋଲକାତା, ମୁମ୍ବାଇ, ଅହମ୍ମଦାବାଦ, ଲାହୋର ଆଉ କଣ ଅମୃତସର ପ୍ରଚଣ୍ଡ। ଏଇ ଅମୃତସର ଘଟଣାଟି ବର୍ତ୍ତମାନ ଆମେ ପଢିବା କଣ ହେଇଥିଲା ଘଟଣା ହେଲା। ଆମେ ଜାଣିଲେ 1919 ଏପ୍ରିଲ 6ରେ ହଉଛି ହରତାଳ ହେଇଗଲା। 1919 ଏପ୍ରିଲ 9ରେ କଣ ହେଇଗଲା ନା ଗାନ୍ଧିଜୀ ଗିରଫ ଛାଡି ଦିଆଗଲା ହେଲା। ଏଟା ସବୁ ସର୍ଟ ନୋଟ ସବୁ ଗୋଟେ କରୁଥିବ ହେଲା। ତାପରେ 1919 ମାର୍ଚ୍ଚ 20ରେ ରାଉଲାତ ଆଇନ କଣ ହେଲା, ବିରୋଧରେ ହିନ୍ଦୁ ମୁସଲମାନ ଶୋଭାଯାତ୍ରା ଉପରେ ପୁଲିସ ଗୁଳି ବର୍ଷଣ କଲା। ଏକ ଭୁଲ ବୁଝାମଣା ହେତୁ ଦିଲ୍ଲୀରେ 1919 ମାର୍ଚ୍ଚ 30ରେ ହରତାଳ କରିଦେଲା। କିଛି ଭୁଲ ବୁଝାମଣା ହେଇଥିଲା, ମାର୍ଚ୍ଚ 30ରେ ଦିଲ୍ଲୀରେ ଗୋଟେ ହେଇଥିଲା। ତାପରେ ସେ ଅମୃତସର ଘଟଣା ଯୋଉ କହୁଥିଲି, ଏଇଠୁ ଆରମ୍ଭ ହେଲା ଜାଲିଆନାୱାଲାବାଗ ହତ୍ୟାକାଣ୍ଡ। ମାନେ ଗୋଟେ ସିରିଜ ଗୋଟେ ଆରମ୍ଭ ହେଇଗଲା। ଜାଲିଆନାୱାଲାବାଗ କଣ ହେଲା, ହତ୍ୟାକାଣ୍ଡ ଏଇଠୁ ହିଁ ଆରମ୍ଭ ହେଇଥିଲା ହେଲା। ଜାଲିଆନାୱାଲାବାଗ ହତ୍ୟାକାଣ୍ଡ କଣ ହେଇଥିଲା ନା ସମଗ୍ର ଦେଶରେ ରାଉଲାତ ଆଇନ ବିରୋଧୀ କାର୍ଯ୍ୟକ୍ରମ ଚାଲିଥିଲା ବେଳେ 1919 ଏପ୍ରିଲ 10 ତାରିଖରେ କଣ ହେଇଥିଲା, ଅମୃତସର ଠାରେ 2 ଜଣ ସ୍ଥାନୀୟ ନେତା ସତ୍ୟପାଲ ଆଉ ଡକ୍ଟର ସାଇଫୁଦ୍ଦିନ କିଚଲୁଙ୍କ ଗିରଫ ଫଳରେ ସମସ୍ତେ ଗିରଫ ହେଇଛନ୍ତି। ଇଏ 2 ଜଣ ଗିରଫ ହେଇଥିଲେ, ତାଙ୍କ ପାଇଁ ଗିରଫ ପାଇଁ କଣ ହେଇଛି ଆନ୍ଦୋଳନ ରୂପ ନେଇଛି। ଜନପ୍ରିୟ ନେତାଦ୍ୱୟଙ୍କ ଗିରଫର ପ୍ରତିବାଦ ପାଇଁ ତଥା ବୈଶାଖୀ ତା ମାନେ ହଉଛି କଣ ପ୍ରତିବାଦ କରିବା ପାଇଁ ପ୍ଲସ ବୈଶାଖୀ ଉତ୍ସବ ପାଳନ କରିବା ପାଇଁ ଅମୃତସରର ଜାଲିଆନାୱାଲାବାଗ ଠାରେ 1919 ଏପ୍ରିଲ 3ରେ ବହୁ ସଂଖ୍ୟକ ଲୋକ ସାଧାରଣ ସଭା କାହିଁକି ନା ବୈଶାଖୀ କିପରି ପାଳନ ହବ ପ୍ଲସ ଏ 2 ଜଣ କିପରି ମୁକୁଳିବେ ବା ଗିରଫର ପ୍ରତିବାଦ କରାଯିବ କିପରି ଗୋଟେ ସଭା ଆୟୋଜନ କରାଯାଇଥିଲା। କିନ୍ତୁ ତା ପୂର୍ବ ଦିନ ଇଂରେଜ ସରକାର ଘୋଷଣା କରିଥିଲେ କଣ ନା କହିଲେ ଯେ କୌଣସି ସଭା ସମିତି କେହି କରିପାରିବେ ନାହିଁ। ତେଣୁ ଜନସାଧାରଣ ସେତେବେଳେ ଅବଗତ ବି ଏଇଟା ନଥିଲେ। ଯଦି ନଥିଲେ ଅମୃତସରର ସାମରିକ ମୁଖ୍ୟ ଥିଲେ ସେତେବେଳେ କିଏ ନା ଜେନେରାଲ ଡାୟାର ହେଲା। ଅମୃତସର ସାମରିକ ଥିଲେ ଜେନେରାଲ ଡାୟାର। ହଠାତ୍ ଦଳେ ସୈନ୍ୟଙ୍କ ସହିତ ପଳେଇ ଆସିଲେ। ପଳେଇ ଆସିକି କଣ ଥିଲା ନା ଜାଲିଆନାୱାଲାବାଗ ଯୋଉ ପାର୍କଟା ଥିଲା, ତା ପାର୍କର ଗୋଟିଏ ଏଣ୍ଟ୍ରାନ୍ସ ଥିଲା। ଏଇଠି ଥିଲା ଗୋଟିଏ ଏଣ୍ଟ୍ରାନ୍ସ। ଏଇ ଏଣ୍ଟ୍ରାନ୍ସ ରୁ ସବୁ ସଭା ହଉଥିଲା। ସିଏ ବି ଆସିକି କଣ କଲେ ଚାରି ପାଖ ପୁରା ଏଇଟାକୁ ପୁରା ବ୍ଲକ କରିଦେଲେ। ଯାହା କରିଦେଲେ ସବୁ ଲୋକ ଭିତରେ ରହିଲେ, ତାପରେ ଗୁଳି ବର୍ଷଣ କରିଥିଲେ ହେଲା। ଗୁଳି ବର୍ଷଣ କରି କଣ କଲେ ଗୁଳି ବର୍ଷଣ କରିଥିଲେ। ଜାଲିଆନାୱାଲାବାଗ ଏକମାତ୍ର ପ୍ରବେଶ ତଥା ପ୍ରସ୍ଥାନ ପଥ ସୈନ୍ୟମାନଙ୍କ ଦ୍ୱାରା ଆବଦ୍ଧ ହୋଇଥିବାରୁ ଲୋକମାନେ ଆଉ କୁଆଡେ ବି ବାହାରକୁ ଯାଇପାରିଲେ ନାହିଁ। ଅନେକ ଲୋକ ପ୍ରାଣ ହରାଇଲେ। ସରକାରୀ ହିସାବ ଅନୁସାରେ 1200 ହୋଇଥିଲା ବେଳେ ଆହତ 379 ଥିଲେ ମୃତ। କିନ୍ତୁ ଗାନ୍ଧିଜୀ ପଛରେ ତଦନ୍ତ କରିକି ଜାଣିଥିଲେ 1200 ଥିଲା ମୃତ, 36 ଥିଲେ ଆହତ। ଏଇ ଘଟଣାଟି ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଭାବରେ ନାମିତ, ଯୋଉଟା କି ପୁରା ଏକଦମ ଲୋମ ଟାଙ୍କୁରା କଥା ଗୋଟେ। ତେଣୁ ସେଇଟାକୁ ମନେ ରଖିବ। ଜାଲିଆନାୱାଲାବାଗ ହତ୍ୟାକାଣ୍ଡ କେମିତି ହେଇଥିଲା, କଣ ହେଇଥିଲା ନା ରାଉଲାତ ଆଇନର ବିରୋଧ ଟାଇମରେ ହଉଥିଲା। ସେଇ ଟାଇମରେ ଯୋଉ ଗିରଫ ହେଇଥିଲେ ଆମର 2 ଜଣ ନେତା 2 ଜଣ ଗିରଫ ହେଇଥିଲେ। ଡକ୍ଟର ଆମର ସତ୍ୟପାଲ ଆଉ ସୈଫୁଦ୍ଦିନ କିଚଲୁଙ୍କ ଯୋଉ ଗିରଫ ପାଇଁ ତାଙ୍କର କିପରି ଅବଗତ ହେବେ, ଗିରଫ କିପରି ପ୍ରତ୍ୟାହାର କରାଯିବ ବା ଗିରଫର ପ୍ରତିବାଦ କିପରି କରିବେ ଏବଂ ତଥା ବୈଶାଖୀ ଉତ୍ସବ କିପରି ପାଳନ କରାଯିବ, ସେଇ ଇଏକୁ କରିବା ପାଇଁ ଗୋଟେ ସଭା ଆୟୋଜନ ହେଇଥିଲା। ମାତ୍ର ଇଂରେଜ ମାନେ ପୂର୍ବ ଦିନ ଆନାଉନ୍ସ କରିଥିଲେ କଣ ଯେ ସଭା କିଛି କରିପାରିବ ନାହିଁ। ସେଇ ସମୟରେ କଣ ହଉଥିଲା, ସାମରିକ ମୁଖ୍ୟ ଥିଲେ ଅମୃତସରର ଜେନେରାଲ ଡାୟାର ଥିଲେ, ଯିଏକି ସୈନ୍ୟ ମାନଙ୍କ ପାଖରେ ପଶି ଆସିଲେ। ସେଇ ଯୋଉ
କରିକି ତାପରେ କଣ ହେଲା ତାଙ୍କର ତାପରେ ଜନସାଧାରଣଙ୍କ ଅହିଂସା ଆନ୍ଦୋଳନ ବା ସତ୍ୟାଗ୍ରହ ପାଇଁ ସମ୍ପୂର୍ଣ୍ଣ ସମର୍ଥ ହୋଇନଥିବା ଉପଲବ୍ଧି କରି ଗାନ୍ଧିଜୀ 1919 ଏପ୍ରିଲ ଆଇନ ବିରୋଧୀ ଆନ୍ଦୋଳନ ପ୍ରତ୍ୟାହାର କଲେ। କାହିଁକିନା ବହୁତ ବଡ ଘଟଣା ଘଟିଗଲା, ଯେହେତୁ ଘଟିଗଲା ତେଣୁ ଗାନ୍ଧିଜୀ ଆଙ୍କ ବାଟ ନଥିଲା, ପ୍ରତ୍ୟାହାର କରିନଥିଲା। ଅଦାଲତ ଆଇନ ବିରୋଧରେ ଯୋଉ ଆନ୍ଦୋଳନଟା ଗାନ୍ଧିଜୀ ପ୍ରତ୍ୟାହାର କରିଥିଲେ, କିନ୍ତୁ ସରକାରଙ୍କ ଦ୍ୱାରା ଅଦାଲତ ଆଇନ ପ୍ରତ୍ୟାହୃତ ହେଇ ନଥିଲା। ତା ମାନେ ଅଦାଲତ ଆଇନ ଏବେ ବି ଚାଲିଥିଲା ହେଲା। ତାପରେ ଗାନ୍ଧିଜୀଙ୍କ ଏହି ଆନ୍ଦୋଳନ ଲକ୍ଷ୍ୟ ପୂରଣ ଦିଗରୁ ବିଫଳ ହେଇଥିଲା, କିନ୍ତୁ ଗାନ୍ଧିଜୀଙ୍କର ବିଫଳ ହେଇଥିଲେ ସିନା, କିନ୍ତୁ ସର୍ବଭାରତୀୟ ସ୍ତରରେ ନେତା ବୋଲି ପରିଚିତ, ଗୋଟେ ଲିଡରସିପ କ୍ୟାରେକ୍ଟର ବୋଲି ପରିଚିତ ହେଇଥିଲେ। ତାହେଲେ ଜାଲିଆନାବାଗ ହତ୍ୟାକାଣ୍ଡ ବର୍ବୋଚିତ କାର୍ଯ୍ୟ ସାରା ବିଶ୍ୱକୁ ବି ଏଣେ ଚକିତ କରିଦେଇଥିଲା। ଅମୃତସରର ଘଟଣା ପରେ ପରେ ପଞ୍ଜାବରେ ସାମରିକ ଆଇନ ଘୋଷିତ ହେଲା। ଏଠାରେ ଜନତା ଅକଥନୀୟ ଅତ୍ୟାଚାରର ସମ୍ମୁଖୀନ ହେଲେ। ଏହି ଘଟଣା ପ୍ରଚାରିତ ହେବା ଫଳରେ ସମଗ୍ର ଦେଶରେ ଆତଙ୍କର ବାତାବରଣ ଖେଳିଗଲା। ଅତ୍ୟନ୍ତ ଘୃଣାର ସହିତ ଗାନ୍ଧିଜୀ ବ୍ୟକ୍ତ କଲେ, କଣ ବ୍ୟକ୍ତ କଲେ ଦେଖିଆ ଗାନ୍ଧିଜୀ ବହୁତ ବଡ କୋଟେସନ, ତେଣୁ କଣ କହିଲେ ନା କୌଣସି ପ୍ରକାରରେ ଭାରତୀୟ ମାନେ ସରକାରଙ୍କ ପୈଶାଚିକ ପ୍ରବୃତ୍ତି ଗ୍ରହଣ କରିବା ପାପ। ଭାରତୀୟ ଗ୍ରହଣ କରୁଛ, ତମେ ତ ଏତେ ଲୋକ ଅଛ, ତମେ ଗ୍ରହଣ କରୁନଛ କାହିଁକି? ମୁଁ କହିଲେ ତମେ କରିବ। ଏକ ନୂତନ ରାଜନୀତି ଧାସ ଦେବା ଲାଗି ମହାତ୍ମା ଗାନ୍ଧୀ ଦେଶବାସୀଙ୍କୁ ଡାକ ଦେଲେ। ସେଇଠୁ ଇଂରେଜ ସରକାରଙ୍କ ବର୍ବୋଚିତ କାର୍ଯ୍ୟର ପ୍ରତିବାଦ ସ୍ୱରୂପ କଣ ହେଇଥିଲା ନା ଇଂରେଜ ସରକାରଙ୍କର ବର୍ବୋଚିତ କାର୍ଯ୍ୟର ପ୍ରତିବାଦ ପାଇଁ, ଏଇ ଯୋଉ ବର୍ବୋଚିତ କାର୍ଯ୍ୟ ହେଇଥିଲା, ଯୋଉ ହତ୍ୟାକାଣ୍ଡ ହେଇଥିଲା, ଯୋଉ ଜାଲିଆନାବାଲାବାଗ ହତ୍ୟାକାଣ୍ଡ ଯୋଉ ହେଇଥିଲା, ସେ ହତ୍ୟାକାଣ୍ଡର ଯୋଉ ଇଏ କରିବା ପାଇଁ ଯୋଉ ଆମର କଣ ହତ୍ୟାକାଣ୍ଡର ଯୋଉ ପ୍ରତିବାଦ ସ୍ୱରୂପ ରବୀନ୍ଦ୍ରନାଥ ଠାକୁର ନାଇଟ ପଦବୀ ତ୍ୟାଗ କରିଥିଲେ। ଗାନ୍ଧିଜୀ କାଇଜର-ଇ-ହିନ୍ଦ ଉପାଧି ତ୍ୟାଗ କରିଥିଲେ। ତା ମାନେ ତମ ଯୋଉ ଉପାଧି ଦେଇଛ, ତମେ ଯୋଗ୍ୟ ନୁହେଁ ଆମକୁ ଉପାଧି ଦବାକୁ, ହେଲା। ତାଙ୍କୁ ସେଇଭଳିଆ କରି ତ୍ୟାଗ କରିଥିଲେ, ତାପରେ ତାଙ୍କୁ ଅପମାନ ଲାଗିବ ବୋଲି ତ୍ୟାଗ କରିଥିଲେ, ହେଲା। ଏବଂ ତାପରେ ଦେଖିବା କଣ ନା କୌଣସି ବ୍ୟକ୍ତିର ମହତ ଗୁଣ ପାଇଁ, ରାଜସେବା ପାଇଁ, ସାମରିକ କ୍ଷେତ୍ରରେ ଅସାଧାରଣ ବୀରତ୍ୱ ପାଇଁ ଇଂରେଜ ସରକାରଙ୍କ ଦ୍ୱାରା ପ୍ରଦତ୍ତ ନାଇଟ ପଦବୀ ଉକ୍ତ ବ୍ୟକ୍ତିଙ୍କୁ ସାର ଉପାଧିରେ ଭୂଷିତ କରାଯାଉଥିଲା। କଣ ନାଇଟ ପଦ ଉକ୍ତ ବ୍ୟକ୍ତି, ନାଇଟ ପଦ କଣ ଥିଲା ନା କୌଣସି ବ୍ୟକ୍ତିର ମହତ ଗୁଣ ପାଇଁ ବା ରାଜସେବା ପାଇଁ, ସାମରିକ କ୍ଷେତ୍ର ରାଜସେବା ମାନେ କଣ, ରବୀନ୍ଦ୍ରନାଥ ଠାକୁର କଣ କରୁଥିଲେ, ଭଲ ଭଲ ପଏଣ୍ଟ ଲେଖିଥିଲେ ନା, ତେଣୁ ସାର ଉପାଧିରେ ତାଙ୍କୁ ଭୂଷିତ କରାଯାଉଥିଲା। କାଇଜର-ଇ-ହିନ୍ଦର ଅର୍ଥ କଣ ନା ହିନ୍ଦୁସ୍ତାନର ସମ୍ରାଟ। କାଇଜର-ଇ-ହିନ୍ଦର ଅର୍ଥ କଣ ନା ହିନ୍ଦୁସ୍ତାନର ସମ୍ରାଟ। କାଇଜର-ଇ-ହିନ୍ଦ ଏହା ଗାନ୍ଧିଜୀଙ୍କୁ ଇଂରେଜଙ୍କ ଦ୍ୱାରା ଭାରତରେ ତାଙ୍କ ଅସହମତିକୁ ସ୍ୱୀକୃତି ସ୍ୱରୂପ ପ୍ରଦାନ କରାଯାଇଥିଲା। ଇଂରେଜ ମାନେ ପ୍ରଦାନ କରିଥିଲେ, କିନ୍ତୁ ସେତେବେଳେ ମହାତ୍ମା ଗାନ୍ଧୀ କଣ କଲେ, ତମେ ମାନେ ଆମକୁ ଦବା ପାଇଁ କଣ ଯୋଗ୍ୟ ନୁହେଁ, ତେଣୁ ତମେ କଣ କରିଦବ, ତେଣୁ ତାଙ୍କର ଯୋଉ ପଦବୀ ଗୁଡାକୁ ତ୍ୟାଗ କରିଦେଇଥିଲେ ଦି ଜଣ ଯାକ ପ୍ରତିବାଦ ସ୍ୱରୂପ, ହେଲା। ତେଣୁ ଇଏ ଥିଲା ତମର କଣ ଥିଲା ପ୍ରଥମ ପାଠ, ଯୋଉଥିରେ କି ଗାନ୍ଧିଜୀଙ୍କ ବିଷୟ ଲେଖା ହେଇଥିଲା। ଏଥିସହିତ ଆମର ଏଇ ଭିଡିଓଟି ଏଣ୍ଡ ହେଇଛି, ହେଲା। ପ୍ରଥମ ପାଠଟି କହିଦେଇଛି। ଯୋଉ ପିଲାମାନେ ଭିଡିଓ ନ ଦେଖିବ, ଚାହିଁଲେ ବି ତମେ ଇୟରଫୋନ ୟୁଜ କରିକି ଶୁଣି ପାରିବ। ଶୁଣିଲେ ବି ତମେ ମନେ ରହିବ, କୌଣସି ଜିନିଷକୁ ବାରମ୍ବାର ଶୁଣିଲେ ବି ମନେ ରହେ। ପଢିବା ଆଉ ଶୁଣିବା ଏ ଦିଟା ହଉଛି ବହୁତ ଭଲ କାର୍ଯ୍ୟ। ତମର ବହୁତ ପ୍ରକାରର ଯୋଉ ରହିଛି ସିଲାବସ କୁ ଆମେ ଇଏ କରିବା। ମୁଁ ଇତିହାସ ଏଇଥିପାଇଁ ପଢିବା ଆରମ୍ଭ କଲି, କାହିଁକିନା ଇତିହାସ ଭୂଗୋଳରେ ମ୍ୟାକ୍ସିମମ୍ ମାର୍କ ଯଦି ଆମେ ଦେଖିବା, ତାହେଲେ ଆମର ଯଦି ଦେଖିବା କଣ, ଯଦି ଆମେ ଦେଖିବା ତମର ଆକ୍ଚୁଆଲି କଣ ହେଇଛି ନା ମ୍ୟାକ୍ସିମମ୍ ମାର୍କ ତମର ରହୁଛି ଇତିହାସ ଯୋଉ ସୋସିଆଲ ଷ୍ଟଡି SST ଯୋଉ ରହୁଛି, SST ରେ ତମ ମାର୍କ କମିଯିବ। ଏଇଟା ଆଉ GSC, ଏଇ ଦିଟା ବିଷୟକୁ ଯାହାର ମାର୍କ ବଢେଇ ଦେଲା ନା, ସିଏ ନିହାତି 90% ଏଭବ ରଖିବ, ହେଲା। ତେଣୁ ମୁଁ ସେଥିପାଇଁ ବର୍ତ୍ତମାନ SST ପଢିବାର କାରଣ ଏଇଆ ଯେ କମ ସେ କମ ତ ଶୁଣିକି ମନେ ରଖିବ। କାହିଁକିନା କିଛି ପିଲା ତ ଭିଡିଓ ଦେଖୁଛନ୍ତି, କିଛି ପିଲା ହୁଏତ ଦେଖୁନଥିବେ, ଟାଇମ ନଥିବ, ହେଲା। ତେଣୁ ଶୁଣିବ, ଆଶା କରୁଛି ଭଲ ଲାଗିବ। ଭଲ ଲାଗିଲେ ଲାଇକ୍ ଆଉ ସବସ୍କ୍ରାଇବ ଆଉ ସେୟାର କରିବ। ହୁଏତ ତମେ ନିଜେ ପଢ,
ବା ଅନ୍ୟମାନଙ୍କୁ ପଢିବାରେ ସାହାଯ୍ୟ କର। ଲାଇକ୍ ସବସ୍କ୍ରାଇବ କଣ କର, ସେୟାର କର ଭିଡିଓକୁ। ଏଥି ସହିତ ରହୁଛି ଜୟ ଜଗନ୍ନାଥ। ପୁଣି ଦେଖାଯିବ ଆଉ ଗୋଟିଏ ଅଧ୍ୟାୟରେ।